କ୍ଲିୟର ମୋ ସ୍କ୍ରିନ୍ ଦେଖାଯାଉଛି, ଭଏସ ଶୁଭୁଛି? ହ୍ୟାଲୋ। Yes, sir. Yes, sir. Yes, sir. Yes, sir. तो आज हम पढ़िए द गुप्त इरा एन एज ऑफ टायरलेस क्रिएटिविटी, बुझी कि नहीं? ये जो इरा माने कौन एक्चुअली, व्हाट इज द मीनिंग ऑफ इरा? ଗୋଟେ ଯୁଗ ଯୁଗ ଗୁପ୍ତ ଯୁଗ ହେଲା କି ନାହିଁ? ହେଲେ ଗୁପ୍ତ ଡିନାଷ୍ଟି ସେ ତାଙ୍କ ସମୟର actually କଣ ହେଇଥିଲା ସେଇ ବିଷୟରେ ସେ actually ବିଷୟରେ ପଢିବା ହେଲା। ଗୁପ୍ତ ବଂଶ, ତାପରେ ଦେଖିବା କଣ ଷ୍ଟାର୍ଟିଂ ହଉଛି। এই ଜିନିଷ କିଏ ଲେଖିଛନ୍ତି? କାଳିଦାସ ଇନ୍ ରଘୁବଂଶମ ଲେଖିଛନ୍ତି ହେଲା, ଏଇ ଯୋଉ ଲାଇନଟା। ହେଲେ ଏଇ ଯୋଉ ଚାପ୍ଟର ଆମେ କଣ ପଢିବା, ଏଇ ଯୋଉ ଫିଗର ଡେଟ୍ ଦେଇଛି actually this figure 7.1 a landscape of Ajanta caves dating from the 2nd century BC to 480 C, ଲାଗି ନାହିଁ? ଯୋଉ ଅଜନ୍ତା କେଭ୍ ଅଛି ଏଇଟା actually କେବେ ସମୟର ନା ଏଇ ଯୋଉ 2nd century BC ଟୁ 480 BC ଏଇ ସମୟର actually ପିକ୍ଚରଟା ହେଲା କି ନାହିଁ? ଏବେ ମେ ବି ସେଇଟା ଚେଞ୍ଜେସ୍ କଣ ହେଇଥିବ, ବଟ୍ ସେଇ ସମୟର ପିକ୍ଚରଟା କେମିତି ଥିଲା ଦେଖିବା। ତାହେଲେ ଏଇ ବିଷୟରେ ଆମେ କଣ ପଢିବା? ତାହେଲେ ଏଇ ବିଷୟରେ ଆମେ ପଢିବା ଗୁପ୍ତ ଡିନାଷ୍ଟି ଯୋଉ ଲୋକ ସେମାନେ ଗୁପ୍ତ ଯୋଉ ଡିନାଷ୍ଟିର ଏମାନେ କିଏ, ସେମାନେ ହୁ ଆର୍ ଗୁପ୍ତାସ୍ ହେଲା କି ନାହିଁ? So why is Gupta period sometimes called as classical age? એટલે ગુપ્ત ટાઈમ્સ को गुप्त पीरियड को क्लासिकल एज ବୋଲି ବି କୁହାଯାଏ କିଛି କେସରେ। এটা କାହିଁ କୁହାଯାଏ କ୍ଲାସିକାଲ ଏଜ୍ ଇଣ୍ଡିଆନ୍ ହିଷ୍ଟ୍ରିରେ? ହ୍ୱାଟ ଇଜ୍ ହ୍ୟାପନିଂ ଇନ୍ ଦ ରେଷ୍ଟ ଅଫ୍ ଦ ସବକଣ୍ଟିନେଣ୍ଟ ଆଟ୍ ଦିସ୍ ଟାଇମ୍? ତାହେଲେ ଏଇ ଯୋଉ ଗୁପ୍ତ ପିରିୟଡ଼ ସମୟରେ ବା ଗୁପ୍ତ ଡିନାଷ୍ଟି ଯୋଉ ସବୁ ରୁଲ୍ କରୁଥିଲେ ଭାରତର ବାକି ଯୋଉ ପାର୍ଟରେ ସବୁ କଣ ଘଟୁଥିଲା ସେ ବିଷୟରେ ପଢିବା। ହୁ ଆର୍ ସମ୍ ଗ୍ରେଟ୍ ଫିଗର୍ସ ଅଫ୍ ଦିସ୍ ପିରିୟଡ଼? ତାହେଲେ ସେ ସମୟରେ ଯୋଉ ଇମ୍ପୋର୍ଟାଣ୍ଟ ପର୍ସନ ଲାଗିନି ଯିଏ ସବୁ ଇମ୍ପୋର୍ଟାଣ୍ଟ କାମ କରିଥିଲେ ସେମାନଙ୍କ ବିଷୟରେ ପଢିବା। ସେମାନେ କିଏ ସବୁ? ହ୍ୱାଇ ଡୁ ଦେୟାର ଷ୍ଟୋରିଜ୍ ମ୍ୟାଟର ଟୁଡେ? ଆମେ ସେମାନଙ୍କ ବିଷୟରେ ଆଜି କାହିଁକି ପଢିବା, ଶୁଭୁଛି କି ନାହିଁ? ତାହେଲେ ସେମାନେ କିଛି ଇମ୍ପୋର୍ଟାଣ୍ଟ ଇଭେଣ୍ଟ କରିଛନ୍ତି ଯୋଉଟାକି ଏବେକା ସମୟ ପାଇଁ କିଛି ମେମୋରେବୁଲ୍, ଯୋଉଥିପାଇଁ କି ଆମେ ତାଙ୍କ ବିଷୟରେ ପଢିବା ଷ୍ଟାର୍ଟିଂ ହେଲା ବିଷୟ। ହେଲେ ଏଇଠି ଆକ୍ଚୁଆଲି ଏ ଦୁଇଟା ପିଲା କଥା ହଉଛନ୍ତି କ'ଣ, ସେମାନେ ଯାଇଥିଲେ କୋଉଠିକି? ଜଷ୍ଟ ରିଟର୍ନ ଫ୍ରମ୍ ଦ ଜର୍ଣ୍ଣି ଟୁ ଦ ପାଣ୍ଡିଆ କିଙ୍ଗଡମ୍। ହେଲେ ପାଣ୍ଡିଆ କିଙ୍ଗଡମ୍ ଆକ୍ଚୁଆଲି ପାଣ୍ଡିଆ ରିଜନଟା କୋଉଠି କହିଲେ ପିଲେ? ପାଣ୍ଡିଆ ରିଜନଟା କୋଉଠି ମୋଷ୍ଟଲି? ସାଉଥ ଇଣ୍ଡିଆ। ଏଇ ଯୋଉ ପାଣ୍ଡିଆ କିଙ୍ଗଡମ୍, ପଲ୍ଲବ ପାଣ୍ଡିଆ ଏଇ ସାଇଡରେ ଅଛି ହେଲା କି ନାହିଁ? ଯୋଉ ଇଏ ପାଣ୍ଡିଆ ଭାବିବନି। ସାର୍ ପାଣ୍ଡିଆ କିଙ୍ଗଡମ୍ ବୁଲିକି ଆସିକି କଥା ହଉଛନ୍ତି। ଦେ ହ୍ୟାଡ୍ ସିନ୍ ସ୍ପ୍ଲେଣ୍ଡିଡ୍ ମାର୍କେଟ୍ସ, taken a short trip on a ship, met some Roman traders buying pearls ହେଲା କି ନାହିଁ? ରୋମାନ ଟ୍ରେଡର୍ସ ମାନେ କ'ଣ କହିଲ? ଟ୍ରେଡର୍ସ ମାନେ ଆକ୍ଚୁଆଲି ବିଜନେସମ୍ୟାନ୍। ରୋମାନ ନା ମାନେ ରୋମର ଲୋକ, ବିଜନେସମ୍ୟାନ୍। ପେର୍ଲସ ମାନେ ମୁକ୍ତା। ଏସବୁ ଜିନିଷ ସେମାନେ ଦେଖିଲେ। ନାଓ ଦେ ଆର୍ ଇଚିଂ ଟୁ ଦ ଇତିହାସ ଏଗେନ୍ ଆଣ୍ଡ ଜମ୍ପ ଫ୍ୟୁ ସେଞ୍ଚୁରିଜ୍। ତାହେଲେ ସେମାନେ ପାଣ୍ଡିଆ କିଙ୍ଗଡମ୍ ଆସିକି ହିଷ୍ଟ୍ରିରେ କିଛି ହିଷ୍ଟ୍ରି ବିଷୟରେ ଷ୍ଟଡି କରିବାକୁ ଚାହୁଁଛନ୍ତି, ଶୁଭୁଛି କି ନାହିଁ? ହ୍ୱାଟ ଉଡ୍ ଦ୍ୟାଟ୍ ବି ଲାଇକ୍? ତାହେଲେ ସେଟା କ'ଣ ସେ ବିଷୟରେ ଜାଣିବେ ହେଲା କି ନାହିଁ? ସେ ହିଷ୍ଟ୍ରି ପଢିଲା ପରେ କ'ଣ ଶିଖିବେ ସେ ବିଷୟରେ ସେ ବର୍ତ୍ତମାନ ଭାବୁଛନ୍ତି। ୱିଲ୍ ଦ ସିଟିଜ୍ ବି ଦ ସେମ୍? ହେଲେ ଏବେ ଯୋଉ ସେମାନେ ବୁଲିକି ଆସିଛନ୍ତି ସେତେବେଳେ ବର୍ତ୍ତମାନ ପାଣ୍ଡିଆ କିଙ୍ଗଡମ୍ରେ ଯାହା ଅଛି ଇତିହାସ ସମ୍ 1000 years ବିଫୋର୍, ସେତେବେଳେ ସେ ସିଟି ଯୋଉଟା ସେମିତି ଦେଖିବାକୁ ଥିବ କି? ସେଠି ଲୋକମାନେ କେମିତି ରହୁଥିଲେ, ତାଙ୍କ ସୋସାଇଟି କେମିତି ଥିଲା ହେଲା କି ନାହିଁ? କିଛି ଚେଞ୍ଜେସ୍ ହେଇଥିବ କି? ଏବଂ ସେତେବେଳେ କୋଉ ଟାଇପ୍ ଅଫ୍ ଗଭର୍ଣ୍ଣମେଣ୍ଟ ଯୋଉ ଗଭର୍ଣ୍ଣାନ୍ସ ହଉଥିଲା, ମାନେ ଲୋକମାନଙ୍କୁ କେମିତି ଶାସନ କରାଯାଉଥିଲା, ବୁଝୁଛି କି ନାହିଁ? ସେଠି କିଛି ନ୍ୟୁ ଲିଟରେଚର କିମ୍ବା ନ୍ୟୁ ୱାର୍ଡ କିଛି ସେଇ ସମୟରେ ଥିବ କି? ଏଇ ବିଷୟରେ ସେମାନେ ଆକ୍ଚୁଆଲି ଭାବୁଛନ୍ତି ହେଲା କି ନାହିଁ? ଭାବିଲା ପରେ ଏଇ ବିଷୟରେ ଗୋଟେ ଦେଇଛି ଆକ୍ଚୁଆଲି କ'ଣ, ଏଇଟା ଆକ୍ଚୁଆଲି କୋଉ ରିଜନ କହିଲ? ଏଇ ଯୋଉ ପାର୍ଟଟା ଆକ୍ଚୁଆଲି କୋଉ ରିଜନ ଆମର ଇଣ୍ଡିଆର? ନର୍ଥ ଇଷ୍ଟ ରିଜନ। କୋଉ ରିଜନଟା? North East. North East. ଏଇଟା ହଉଛି ଆମର ସେଣ୍ଟ୍ରାଲ ପାର୍ଟ, ଏଇଟା ମଧ୍ୟପ୍ରଦେଶ ରିଜିୟନ। ଏଇଟା ହଉଛି ତାମିଲନାଡୁ ଆନ୍ଧ୍ରପ୍ରଦେଶ ରିଜିୟନ ହେଲା କି ନାହିଁ? ଏଇପଟଟା ହଉଛି କେରଳ। ହେଲେ ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ କଥା କହୁଛି, ଏଇଟା ହଉଛି ଗୁପ୍ତ ଏମ୍ପାୟାର, ମାନେ ଗୁପ୍ତ ଏମ୍ପାୟାର ସମୟର ମାନେ ବେଳର ଆକ୍ଚୁଆଲି ଏଇ ଯୋଉ କିଙ୍ଗଡମ୍ ଗୁଡା ଥିଲା ସବୁ। ଗୁପ୍ତ ଏମ୍ପାୟାର ୱାଜ ଦ ମୋଷ୍ଟ ପାୱାରଫୁଲ ଆଣ୍ଡ ଫ୍ଲରିଶ ଫ୍ରମ୍ ଦ 3rd century to 6th century C ହେଲା କି ନାହିଁ? ସି ମିନ୍ସ କ'ଣ ଆକ୍ଚୁଆଲି କମନ ଏଇଟା ଆଫ୍ଟର କାହା ପିରିୟଡ଼? ସି ମାନେ ଆକ୍ଚୁଆଲି କାହା ସମୟ, କାହା ପରର ସମୟଟା କଥା କୁହାହଉଛି ସି? ଆରେ ସି ମିନ୍ସ କାହାର ସମୟ ପର କଥା କୁହାହଉଛି? ଯୋଉ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପର ସମୟ କଥା। After the birth of Jesus Krishna. ତାହେଲେ 3rd century to 6th century C ଏଇ ସମୟ ଭିତରେ ଗୁପ୍ତ ଡିନାଷ୍ଟିର ଯୋଉ କିଙ୍ଗ ମାନେ ବହୁତ ଫ୍ଲୋରିଶ କରିଥିଲେ ହେଲା କି ନାହିଁ? ଅଧିକା ଡେଭଲପ କରିଥିଲେ। ୱିଥ୍ ଇଟ୍ସ କ୍ୟାପିଟାଲ ଏଟ୍ ପାଟଲିପୁତ୍ର। ତାହେଲେ ଗୁପ୍ତ ଏମ୍ପାୟାରର କ୍ୟାପିଟାଲ କୋଉଠି ଥିଲା ପିଲେ? ପାଟଲିପୁତ୍ର।
एबेकार जो पाटना रीजन है कि नहीं ए रीजन कैपिटल थिला एटा होची कोन भकतक किंगडम देख गुप्त एम्पायर लिखा है कौन लिखा है गुप्त एम्पायर जिमिति अशोक सम्राट अशोक जो तांको समय जो राज्य थिला एम्पायर कथा कहूँ गोटे एम्पायर अंडर रे किंगडम सब आसे हेले गुप्त एम्पायर अंडर रे भगत किंगडम थिले कि पल्लव किंगडम थिले समथिंग से विषय कहूँ किंगडम और एम्पायर भीतर बहुत डिफरेंस एम्पायर इज मोर पावरफुल देन किंगडम मन रखिद एन एम्पायर इज मोर पावरफुल देन ए किंगडम यस और नो ठीक सेमती जो भगत किंगडम ये एक्चुअली इंडिया सेंट्रल पार्ट रे से रूल करते जो मध्य प्रदेश पार्ट एक्चुअली बुझी कि नहीं कैपिटल कौन थिला विथ देयर कैपिटल एक्ट नंदी कौन लिखा है नंदीवर्धन कैपिटल कोठी अछि नंदीवर्धन तो कैपिटल दिस इज देयर कैपिटल भकतक जो रॉयल किंगडम ये जो रीजन एक्चुअली एबेकार नागपुर रीजन बुझौ प्रेजेंट डे नागपुर ठीक है ये जो पल्लव किंगडम ता कैपिटल कोठी थिला कांचीपुरम ओके so the Pallavas rose to power after the Satavahanas dynasty ताले सातवाहन गोटे डिनास्टी थिले तांको परे पल्लव माने 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 राज्य शासन को आसिले समझे कि नहीं सातवाहन परे माने माने जो माने पावरफुल है कि रूल कले which and rule till the latter half of the 9th century CE ताले जो पल्लव माने केबे पर्यंत रूल कले ना 9th century CE पर्यंत रूल कले है कि नहीं 9th century लैटर पार्ट माने कोन माने शेष 50 वर्ष माने से पर्यंत से रूल कले ठीक है पल्लव माने तो सातवाहन डिनास्टी परे आसिले एवं से 9th century सी रो अधा पर्यंत से एक्चुअली रूल कले ता कैपिटल थिला कांचीपुरम एडी गोटे जो कहू जे एटा कोन लिखा है दैट इज कामरूप किंगडम है कि नहीं कुछ द कामरूप किंगडम The Kamarupa kingdom was an important power that ruled the parts of modern day Assam. Assam region से रूल करते शॉर्ट क्वेश्चन ऐसे एक मार किया कामरूप किंगडम को रीजन में बिलोंग करे है कि नहीं ये भक्त को रीजन को बिलोंग करे पल्लव को रीजन को बिलोंग करे सोची कि नहीं ठीक है लेडी जो तीन कैरेक्टर किए भविष्य ध्रुव एम कथा चलला कुछ मो मुंड माय हेड इज स्पिनिंग माने मो मुंड बुलाउची है कि नहीं देयर आर सो मेनी किंगडम्स एंड एम्पायर्स कुछ हिस्ट्री अनेक गुडे किंगडम अनेक गुडे एम्पायर अछंती कुछ हाउ एम आई एवर गोइंग टू रिमेंबर ऑल ऑफ दिस कुछ एसो विषय में केमिति मन रखिबी एते किंगडम एते एम्पायर विषय मन रखि मो मुंड बुलाउची मो भलो मन रखि परनी ध्रुव कुछ डू नॉट वरी भविष्य लेट अस अंडरस्टैंड व्हाट इज हैपनिंग आई विल रिमेंबर इट कुछ व्यस्त हो ना आम चल बुझा कौन घटुची से घटना जो 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 सब इवेंट मान घटुची से इवेंट मान ऑर्डर रे आम तो मन रखा है कि नहीं भवस एक्टिविटीज है कि नहीं भवस एक्टिविटीज इतिहास कुछ दे जम्प टू कोट से प्रथम गले मेहरू कौन लिखा मेहरुली दिल्ली रोड जगह से जगह से गले तो जो एक्चुअली ये जगह कौन अच्छी मेहरुल रे कौन अच्छी अच्छी द फेमस आयरन पिलर बुझ कि नहीं এটা एक्चुअली किए ना दिल्ली रे एक्चुअली जगहटा अच्छी है कि नहीं मेहरुल रे फेमस आयरन पिलर अच्छी आयरन पिलर कौन पे फेमस पिले कोई भी किए व्हाई आयरन पिलर इज फेमस Trusting over हां तो हाइट कितने रो ए जे पिलर है कि नहीं एटा एबे भी देखो माने अक्षत अवस्था अछि समझ कि नहीं 7.2 मीटर रे पिलर तेरो से माने कोन कहले अदर कह कोन कहउछ सर एटा कुतुब मीनार बा कुछ दिस आयरन पिलर ऑफ दिल्ली इज ओवर 1600 इयर्स ओल्ड है कि नहीं कुछ एटा 1600 वर्ष पुराना बुझ कि नहीं एटा होची 1600 वर्ष पुराना कुतुब मीनार टा कोठी छी छुआ दिल्ली रे कुतुब मीनार अछि हां पिला माने मेहरुल न्यू दिल्ली कुतुब मीनार अच्छा एटा कुछ केते वर्ष पुराना पिले 1600 years old and still stands tall without rusting ताले एटा देखो किसी लुहार रस्टिंग कलंकी न लगी कि भी
ଏଇଟା ଏତେ ମାନେ ଡ୍ୟାମେଜ ନ ହେଇକି ବି ଏତେ ବର୍ଷ ପୁରୁଣା ଲୁହାଟା ଅଛି ଶୁଭୁଛି କି ନାହିଁ ତ ନିଶ୍ଚିନ୍ତ ସେତେବେଳେ ଯୋଉ ମେଟାଲରେ ତିଆରି ହେଇଥିବ ନିଶ୍ଚିନ୍ତ ଆଡଭାନ୍ସ ଜିନିଷ ହେଇଥିବ ଲେକିନ ଏତେ ବର୍ଷ ପୁରୁଣା ହେଲେ ପରେ ବି ଭାବିଛି କହୁଛି 1600 years old not rusting let us go and see it 16 ବର୍ଷ ପୁରୁଣା ଫିର ବି ଏଟା 1600 ବର୍ଷ ପୁରୁଣା ଫିର ବି ନଷ୍ଟ ହେଇନି ତାହେଲେ ଦେଖିବା ସେ ବୁଲିବାକୁ ଯାଇଛନ୍ତି ସିମ୍ପଲ ଯାହା କରୁଛନ୍ତି କରନ୍ତୁ ଆମେ ଦେଖିବା ତାପରେ ଆରମ୍ଭ କରିବା କି ନାହିଁ ଏଠି ସେ କଣ କହୁଛି ଏଇଠି କିଛି ନାହିଁ ଆକ୍ଚୁଆଲି ଇମ୍ପୋର୍ଟାଣ୍ଟ ଜିନିଷ ହଁ ଏଇଟା ଆକ୍ଚୁଆଲି ସେ ପିଲାର ବିଷୟରେ କିଛି କହୁଛି ଇନଫର୍ମେସନ ଦଉଛି ହେଲା କି ନାହିଁ ତାର ୱେଟ୍ ବିଷୟରେ କହୁଛି ଏଠି କଣ କହୁଛି ୱେଟ୍ଟା ହଉଛି କେତେ ଆକ୍ଚୁଆଲି 6 ଟନ୍ କେତେ 6 ଟନ୍ ୱେଟ୍ ହଉଛି 6 ଟନ୍ 6 ଟନ୍ ଗୋଟେ ଟନ୍ ମାନେ ଆକ୍ଚୁଆଲି କେତେ 1 ଟନ୍ ହଉଛି କେତେ କହିଲେ ପିଲେ 10 କୁଇଣ୍ଟାଲ କେତେ 1 ଟନ୍ 10 କୁଇଣ୍ଟାଲ ଗୋଟେ କୁଇଣ୍ଟାଲ କେତେ 100 କେଜି 100 କେଜି ହେଲା କି ନାହିଁ ସେଟା କେତେ ହଉଛି ଏଟା 6 ଟନ୍ ଓକେ ଭାବିବ ସେ ଅନୁସାରେ that was erected during the reign of reign ମାନେ କଣ ଶାସନ କାଳ ଏହା ସମୟରେ ନା ଚନ୍ଦ୍ରଗୁପ୍ତ ଟୁଙ୍କ ସମୟରେ ଏଇଟା ତିଆରି ହେଇଥିଲା ଠିକ ଅଛି ସେ କିଏ ସେ ଗୁପ୍ତ ଡିନେଷ୍ଟିର ଜଣେ ଶାସକ ଥିଲେ it was probably erected first in front of the ଉଦୟଗିରି caves ଏଇଟା ପ୍ରଥମେ ଉଦୟଗିରି caves ପ୍ରଥମେ ଏଟା ଥିଲା and brought to Delhi a few centuries later ତାପରେ କିଛି ଶହ ବର୍ଷ ପରେ ଏଟା ଦିଲ୍ଲୀକୁ ଅଣାଯାଇଛି it was dedicated to Vishnu and its inscriptions celebrate the king's achievements inscription ମାନେ କଣ କହିଲେ ପିଲେ ଏଠି ଯୋଉ ଗୋଟେ ହାର୍ଡ ସରଫେସ ଯୋଉ ଲେଖାଟା ହେଇଥାଏ ଆମେ ଇନସ୍କ୍ରିପସନ କହୁଛନ୍ତି କାହିଁକି ନାହିଁ ତାହେଲେ ଏଇ ଯୋଉ ଲେଖା ହଉଛି ଏଇ ଜିନିଷ କଥା କୁହାହଉଛି ଏଟା ହଉଛି ଇନସ୍କ୍ରିପସନ ଲୁହା ଉପରେ ଲେଖିବାଟାକୁ ଇନସ୍କ୍ରିପସନ କହିବା ପଥର ଉପରେ ଲେଖିବା ଇନସ୍କ୍ରିପସନ କହିବା ହେଲା କି ନାହିଁ କେମିତି ତିଆରି ସେ କଥା କହୁଛି ହେଲା କି ନାହିଁ ଏତେ ବର୍ଷ ପୁରୁଣା ହେଲା ପରେ ସେଟା ନଷ୍ଟ ହେଇନି ତାର ରଷ୍ଟିଂ ବା କଳଙ୍କି ଲାଗିନି କାହିଁକି ସେ ବିଷୟରେ କୁହାହଉଛି ଏଠି କାହିଁକି ଲାଗିନି ବିକଜ ସାଇଣ୍ଟିଷ୍ଟ ମାନେ ଏଟାକୁ ଟ୍ରାଏ କରୁଛନ୍ତି ଯେ ସେମାନେ ବିଲିଭ କରୁଛନ୍ତି ଇଟ୍ ଇଜ ବିକଜ ୟୁନିକ୍ ଥିନ୍ ଲେୟର କ୍ରିଏଟେଡ୍ ବାଇ ସ୍ପେସିଆଲ ଆଇରନ୍ ୟୁଜ୍ଡ ଆଣ୍ଡ ଅକ୍ସିଜେନ୍ ଫ୍ରମ୍ ଦ ଏୟାର ହେଲା କି ନାହିଁ ଫର୍ମସ୍ ସରଫେସ୍ ଅଫ୍ ଆଇରନ୍ ପ୍ରୋଟେକ୍ଟିଂ ଫ୍ରମ୍ କରୋଜନ୍ ତାମାନେ ସେ କିଛି ଗୋଟେ ୟୁନିକ୍ ମେଟାଲରେ ତିଆରି ହେଇଛି ଯୋଉଟା କି ଅକ୍ସିଜେନ୍ ସହିତ ରିଆକ୍ସନ କରୁନି ସେଥିପାଇଁ ରଷ୍ଟିଂ ଲାଗିପାରୁନି ହେଲା କି ନାହିଁ କଳଙ୍କି ଲାଗୁନି ଏ ନ୍ୟୁ ପାୱାର ଏମର୍ଜେସ୍ ତାହେଲେ ସେଇ ସମୟରେ ଦେଖିବା କ'ଣ ଯୋଉ ନୂଆ ଯୋଉ ଗୋଟେ ଡିନାଷ୍ଟି ହଉ କି ନ୍ୟୁ ପାୱାର ସେଟା କ'ଣ ଡେଭଲପ ହେଇଛି ସେ ଦେଖିବା ଏଇଟା ଆକ୍ଚୁଆଲି କ'ଣ ଗୁପ୍ତ ପିରିୟଡର ଷ୍ଟାର୍ଟିଂ ସମୟ କଥା କୁହାହଉଛି ବାଇ ଦ 3rd century ସି ତ କୁଶନ ଏମ୍ପାୟାର ହେଲା କି ନାହିଁ ତାହେଲେ 3rd centuryର ଷ୍ଟାର୍ଟିଂରୁ ପ୍ରଥମେ କିଏ ଥିଲେ ଦ କୁଶନ ଏମ୍ପାୟାର which spread over the north and northwest of the subcontinent ତାହେଲେ ଏଇ ଯୋଉ ଆମ ଇଣ୍ଡିଆର ନର୍ଥ ଆଉ ନର୍ଥ ୱେଷ୍ଟ ପଶ୍ଚିମ ଆଉ ଉତ୍ତର ପଶ୍ଚିମ ରିଜିୟନରେ କୋଉ ଏମ୍ପାୟାର ପିଲେ ଥିଲେ ସ୍ପ୍ରେଡ୍ ହେଇକି ମାନେ ବିସ୍ତାର କରିଥିଲେ କୁଶନ ଏମ୍ପାୟାର ତାହେଲେ ଏଇ ଯୋଉ କୁଶନ ଏମ୍ପାୟାର ଏକ୍ସପାଣ୍ଡ କରିଥିଲା ଦ୍ୟାଟ ଷ୍ଟାର୍ଟେଡ୍ ଟୁ ୱିକେନ୍ ହେଲା କି ନାହିଁ ତାହେଲେ ୱିକେନ୍ କିଏ ହେଲେ କୁଶନ ଏମ୍ପାୟାର ଦୁର୍ବଳ ହବାକୁ ଲାଗିଲା କୁଶନ ଏମ୍ପାୟାର ମାନେ ୱିକେନ୍ ହବାକୁ ଲାଗିଲା ପରେ ନ୍ୟୁ କିଙ୍ଗଡମ୍ସ ଏମର୍ଜଡ୍ ନୂଆ ସବୁ ରାଜ୍ୟ ସେମାନେ ମୁଣ୍ଡ ଟେକିଲେ ହେଲା କି ନାହିଁ setting the stage for a fresh period of consolidation and the new actor on this stage was the Gupta dynasty ଦେଖ କେତେ ଡିନାଷ୍ଟି ଡେଭଲପ ହେଇଛି ଏମର୍ଜ କରିଛି ତା ଭିତରେ ଗୁପ୍ତ ଡିନାଷ୍ଟି ବହୁତ ପାୱାରଫୁଲ ସେ କିଛି ଅନେକ ମାନେ କ'ଣ କହିଲେ ମେମୋରେବଲ ଜିନିଷ କରିଛି ସେଥିପାଇଁ ଗୁପ୍ତ ଡିନାଷ୍ଟି ବିଷୟରେ ଆମେ ପଢୁଛେ ବୁଝୁଛି କି ନାହିଁ ଆମେ ହିଷ୍ଟ୍ରିରେ କେତେ ଲୋକ କେତେ ରାଜା ବିତିକି ଯାଇଛନ୍ତି ଆମେ ସବୁଠୁ ସେଇମାନଙ୍କ ବିଷୟରେ ପଢା ହଉଛି ଯେଉଁମାନେ କିଛି ଭ୍ୟାଲୁଏବଲ ଥିଲେ ବହୁତ ପାୱାରଫୁଲ ଥିଲେ ସେମାନଙ୍କ ବିଷୟରେ ମୋଷ୍ଟଲି ଆମେ ପଢନ୍ତି କିଶୋର ନୁହଁ there are various theories on the origin of Guptas ତାହେଲେ ଗୁପ୍ତ ମାନଙ୍କର ଯୋଉ ଷ୍ଟାର୍ଟିଂ ଉପରେ ଅରିଜିନ ଉପରେ ଅନେକ ଗୁଡ଼ିଏ ଥିଓରି ଅଛି କେହି ତ ଦେଖି ନାହାନ୍ତି ସବୁ ସେଇ ଯୋଉ ଆନ୍ସିଏଣ୍ଟ ଯୋଉ ଅଛି ତୁମର ଆର୍ଚାଇଭ୍ସ ହଉ କି ତୁମର ଯୋଉ କ'ଣ କହିଲେ ଯୋଉ ମାଟି ତଳୁ ଖୋଳା ହେଇକି ଯୋଉ ଜିନିଷ ରିମେନ୍ସ ମିଳୁଛି ତାକୁ ଷ୍ଟଡି କରିକି ମାନେ ଡିଫରେଣ୍ଟ ହିଷ୍ଟୋରିଆନ୍ସ ଡିଫରେଣ୍ଟ ଥିଓରିଜ ଭାବନ୍ତି ହେଲା କି ନାହିଁ however it is widely believed that they emerged in a region near present day Uttar Pradesh like ନାହିଁ as regional rulers ତାହେଲେ ମ୍ୟାକ୍ସିମମ୍ ହିଷ୍ଟୋରିଆନ ମାନଙ୍କ କହିବା କଥା ହଉଛି ଏବେକାର ଯୋଉ ଉତ୍ତରପ୍ରଦେଶ ରିଜିଅନ ହେଲା କି ନାହିଁ ସେ ଉତ୍ତରପ୍ରଦେଶ ରିଜିଅନ ସେମାନେ ରିଜିଓନାଲ ରୁଲର ଥିଲେ ରିଜିଓନାଲ ମାନେ ଆଞ୍ଚଳିକ ତାହେଲେ ସେଇ ରିଜିଅନରେ ସେମାନେ ପ୍ରଥମେ ରୁଲ କରୁଥିଲେ ତାପରେ ସେ କ'ଣ କଲେ ତାଙ୍କର ରୁଲକୁ ପୁରା ଇଣ୍ଡିଆକୁ ବିସ୍ତାର କଲେ
ଯେ ଓଭର ଟାଇମ୍ ଦେ ରୋଜ୍ ଟୁ ପ୍ରୋମିନେନ୍ସ ମାନେ କ'ଣ? ପ୍ରୋମିନେନ୍ସ ମାନେ ଆକ୍ଚୁଆଲି ଇମ୍ପୋର୍ଟାଣ୍ଟ ବୁଝୁଛି କି ନାହିଁ? ତାହେଲେ ସମୟ ଅନୁସାରେ ସେ ବଳବାନ ହେଇକି ସେ କ'ଣ କଲେ? ଦେ ଏଷ୍ଟାବ୍ଲିଶ୍ଡ ଏ ପାୱାରଫୁଲ ଏମ୍ପାୟାର, ଗୋଟେ ଶକ୍ତିଶାଳୀ ଏମ୍ପାୟାର ସେ ତିଆରି କଲେ, ଡେଭଲପ କଲେ। The Gupta period was considered remarkable in Indian history. ହେଲେ ଇଣ୍ଡିଆନ୍ ହିଷ୍ଟ୍ରିରେ ଗୋଟେ ଇମ୍ପୋର୍ଟାଣ୍ଟ ସମୟ ଗୁପ୍ତ ପିରିୟଡ଼, ସେଇଟାକୁ ଲୋକମାନେ ମାନନ୍ତି ଆଣ୍ଡ ଇଜ୍ ମାର୍କଡ ବାଇ ଏ ସିଗ୍ନିଫିକାଣ୍ଟ ଡେଭଲପମେଣ୍ଟସ୍ ଇନ୍ ମେନି ଏରିଆଜ୍। ତାହେଲେ ଏଇ ସମୟରେ ସିଗ୍ନିଫିକାଣ୍ଟ ଡେଭଲପମେଣ୍ଟ ଆକ୍ଚୁଆଲି କ'ଣ କହିଲ? ବହୁତ ଇମ୍ପୋର୍ଟାଣ୍ଟ ଡେଭଲପମେଣ୍ଟ ହେଇଛି ଏଇସବୁ ରିଜନରେ, ହେଲା କି ନାହିଁ? ଯେମିତିକି ମାନେ କୋଉ କୋଉ ରିଜନ ଡେଭଲପ ହେଇଛି? ଏଇସବୁ ରିଜନ ଡେଭଲପ ହେଇଛି। ଦ ଫିଲ୍ଡସ୍ ଅଫ୍ ଆର୍ଟ, ଆର୍କିଟେକ୍ଚର, ଲିଟରେଚର, ସାଇନ୍ସ ଫ୍ଲୋରିଶ କରିଛି, particularly during the time of Chandragupta II, ହେଲା କି ନାହିଁ? The legacy continues even today. ଦେଖ ଚନ୍ଦ୍ରଗୁପ୍ତଙ୍କ ସମୟରେ ସାଇନ୍ସ ବହୁତ ଡେଭଲପ କରିଥିଲା। ଏଇଟା କେମିତି ଜଣାଯାଉଛି ନା ଦେଖୁନା, ଏଇ ଯୋଉ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆକ୍ଚୁଆଲି କ'ଣ ହେଇଛି? ଚନ୍ଦ୍ରଗୁପ୍ତଙ୍କ ସମୟରେ ଏଇ ଯୋଉ ଆଇରନ୍ ପିଲାରଟା ତିଆରି ହେଇଛି, ଆଇରନ୍ ପିଲାର, ଏ ଯୋଉ ଦେଖିଥିଲେ ଆଇରନ୍ ପିଲାର, ଏଟା ଏତେ ବର୍ଷ ପୁରୁଣା ହେଲା ପରେ ବି ଏଥିରେ କ'ଣ କି ଲାଗିନି? ତାହେଲେ ନିଶ୍ଚିନ୍ତ ତାଙ୍କ ସାଇନ୍ସ ସେ ସବୁ ଡେଭଲପ ହେଇଥିବା ଯୋଗୁଁ ଏମିତି କିଛି ଜିନିଷ ମିଶେଇକି ତାକୁ ତିଆରି କରିଛନ୍ତି ତା ଦେହରେ କଳଙ୍କି ଲାଗୁ ନଥିଲା। ଶୁଭୁଛି କି ନାହିଁ? ସେଥିପାଇଁ ହିଷ୍ଟ୍ରିର ଇଭେଣ୍ଟରୁ ଜଣାଯାଉଛି ସେମାନେ ବହୁତ ପାୱାରଫୁଲ ଥିଲେ। ଶୁଭୁଛି କି ନାହିଁ? ସେଇ ସମୟରେ କିଛି ଇନୋଭେସନ ହଉଥିଲା। ଓକେ, ଦେଖିବା। The inscription on the iron pillar in Delhi speaks of a king named Chandra. ଶୁଭୁଛି କି ନାହିଁ? ତାହେଲେ ସେ ଯୋଉ ଆଇରନ୍ ପିଲାର ଯୋଉ ଜିନିଷ ଲେଖା ହେଇଛି ସେଟା ଚନ୍ଦ୍ର ନାମକ ଗୋଟେ ରାଜାଙ୍କ ବିଷୟରେ କହୁଛି। ହୁ ହାଜ ବିନ୍ ଆଇଡେଣ୍ଟିଫାଏଡ୍ ୱିଥ୍ ଚନ୍ଦ୍ରଗୁପ୍ତ II, କି ନାହିଁ? ସେ ଚନ୍ଦ୍ର ନାଁ ଯୋଉ ଲେଖାଯାଇଛି ସେଇଟା ଆକ୍ଚୁଆଲି କ'ଣ ନା ଚନ୍ଦ୍ରଗୁପ୍ତ IIଙ୍କ ନାଁରୁ ଆସିଛି ଆକ୍ଚୁଆଲି, ହେଲା କି ନାହିଁ? ନଟ୍ ଟୁ ବି କନଫ୍ୟୁଜ୍ ଟୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସେ ନୁହଁ, ଯୋଉ ମୌର୍ଯ୍ୟ ଡିନାଷ୍ଟି, ହେଲା କି ନାହିଁ? ଅଶୋକ ସେମାନେ ନୁହନ୍ତି। ଚନ୍ଦ୍ରଗୁପ୍ତ II ଅଲସୋ ନୋନ୍ ଆଜ୍ ଦ ବିକ୍ରମାଦିତ୍ୟ। ବିକ୍ରମାଦିତ୍ୟ ଯିଏ ଚନ୍ଦ୍ରଗୁପ୍ତ II ସିଏ, ବୁଝି କି ନାହିଁ? ବିକ୍ରମାଦିତ୍ୟ ଭାଷ୍ଟ ଏମ୍ପାୟାର ଗୋଟେ ବନେଇଥିଲେ, ହେଲା କି ନାହିଁ? ଏଟା ବହୁତ ଆନସିଏଣ୍ଟ ସମୟ। ବିକ୍ରମାଦିତ୍ୟ ଉପରେ ବହୁତ କିଛି ଫିଲ୍ମ ବି ଥିବ, ଦେଖିଥିବ। ତାହେଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଅଲଗା, ବିକ୍ରମାଦିତ୍ୟ ଅଲଗା। ବିକ୍ରମାଦିତ୍ୟ ଯିଏ, ଚନ୍ଦ୍ରଗୁପ୍ତ II ସିଏ, ମନେ ରଖିଥାଅ ପିଲେ, ବୁଝି କି ନାହିଁ? ନଟ୍ ଟୁ ବି କନଫ୍ୟୁଜ୍ ଟୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ II ଯିଏ, ମୌର୍ଯ୍ୟ ସିଏ ନୁହଁ। which was one of the renowned rulers of Gupta dynasty. ତାହେଲେ ଗୁପ୍ତ ଡିନାଷ୍ଟିର ଗୋଟେ ସବୁଠୁ ପାୱାରଫୁଲ ରୁଲର ପିଲେ କିଏ ଥିଲେ? କିଏ ଥିଲେ? ବିକ୍ରମାଦିତ୍ୟ ବା ଚନ୍ଦ୍ରଗୁପ୍ତ II, ହେଲା କି ନାହିଁ? ହି ୱାଜ ଏ ଡିଭୋଟି ଅଫ ବିଷ୍ଣୁ। ସେ ବିଷ୍ଣୁଙ୍କର ଜଣେ ଭକ୍ତ ଥିଲେ। ଡିଭୋଟି ମାନେ ଭକ୍ତ ଥିଲେ। ଓକେ, ହିଜ ମାଉଣ୍ଟ ଅର ବାହନ ଗରୁଡ଼ ଅଫନ୍ ଆପିୟର୍ସ ଅନ୍ ମେନି ଇନସ୍କ୍ରିପସନ। ତାହେଲେ ବିଷ୍ଣୁଙ୍କର ଯୋଉ ବାହନ ଗରୁଡ଼ ଯାହା ପରେ ସେ ବସିକି ଯାଆନ୍ତି, ସେ ଗରୁଡ଼ର ଇନସ୍କ୍ରିପସନ ଆକ୍ଚୁଆଲି ମାନେ ଗରୁଡ଼ର ଯୋଉ ଚିତ୍ରଟା ଅନେକ ଗୁଡ଼ିଏ ଇନସ୍କ୍ରିପସନରେ ଲେଖା ହେଇଛି। ତ ଏଇସବୁ ଜିନିଷରୁ ମାନେ ସେ ଯୋଉ ରୁଲର ମାନଙ୍କ ବିଷୟରେ ଷ୍ଟଡି କରନ୍ତି, ବୁଝି କି ନାହିଁ? Have you noticed the 2 in Chandragupta II's name? The historians added this number because there is another Chandragupta before him. ତାହେଲେ ଏଠି ଚନ୍ଦ୍ରଗୁପ୍ତ II କାହିଁ ଲଗା ହେଇଛି? ବିକଜ ହିଷ୍ଟୋରିଆନ ମାନେ ଯେତେ ଷ୍ଟଡି କରିଛନ୍ତି ତା ଭିତରେ ତାଙ୍କୁ ଲାଗିଛି ଯେ ତାଙ୍କ ପୂର୍ବରୁ ଆଉ ଜଣେ ଚନ୍ଦ୍ରଗୁପ୍ତ ନାଁରେ କିଏ ଥିଲେ, ସେଥିପାଇଁ ସେ ଚନ୍ଦ୍ରଗୁପ୍ତ II ବୋଲି କୁହାଉଛି, ହେଲା କି ନାହିଁ? ସେ କିଏ ଥିଲେ ଚନ୍ଦ୍ରଗୁପ୍ତ ଯିଏ ଥିଲେ? ତାଙ୍କ ପୂର୍ବରୁ ଯେ ଚନ୍ଦ୍ରଗୁପ୍ତ ଥିଲେ ସେ ହେଲେ ତାଙ୍କ ଫାଦର, ବୁଝି କି ନାହିଁ? This tradition of naming the first son after his grandfather is followed by some Indian families even today. ମାନେ ସେ ତାଙ୍କ ଫ୍ୟାମିଲି କିଏ ଚନ୍ଦ୍ରଗୁପ୍ତ ଥିଲେ, ତାପରେ ଚନ୍ଦ୍ରଗୁପ୍ତ II ହେଲେ, ହେଲା କି ନାହିଁ? ଚନ୍ଦ୍ରଗୁପ୍ତ I, which as he is referred to be played a crucial role in early expansion of the Gupta Empire, is remembered for his coins and strategic alliances. ଦେଖ ତାହେଲେ ଯୋଉ ଚନ୍ଦ୍ରଗୁପ୍ତ I ଙ୍କ ବିଷୟରେ ଯୋଉ କହୁଛି, ତାହେଲେ ଇଏ କାହିଁକି ଇମ୍ପୋର୍ଟାଣ୍ଟ, ଆଙ୍କ କଥା କାହିଁକି ମନେ ରଖିବା? ବିକଜ ଇଏ ମଧ୍ୟ କିଛି ମାନେ ଗୁପ୍ତ ଡାଇନେଷ୍ଟିର, ଗୁପ୍ତ ଏମ୍ପାୟାରର ଇଏ ମଧ୍ୟ କିଛି ଡେଭଲପ କରିଛନ୍ତି। କ'ଣ କରିଥିଲେ ନା ତାଙ୍କୁ ଏଇଥିପାଇଁ ମନେ ରଖା ହଉଛି, ହି ଇଜ ରିମେମ୍ବର୍ଡ। ତାଙ୍କୁ ଆମେ ଏଇଥିପାଇଁ ମନେ ରଖୁଛନ୍ତି, କାହିଁକି ମନେ ରଖୁଛନ୍ତି? ଫର ହିଜ କଏନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ଆଲିଆନ୍ସେସ୍। କଏନ୍ସ ମାନେ ସେ କିଛି କଏନ୍ ମେ ବି ପ୍ରଡ୍ୟୁସ କରିଥିଲେ ବା ଇଣ୍ଟ୍ରୋଡ୍ୟୁସ କରିଥିଲେ। ତା ସହିତ ଷ୍ଟ୍ରାଟେଜିକ୍ ଆଲିଆନ୍ସ ମାନେ ଦେଖ, ଷ୍ଟ୍ରାଟେଜିକ୍ ମାନେ ପିଲେ ମନେ ରଖିଥାଉ ଇମ୍ପୋର୍ଟାଣ୍ଟ। କ'ଣ ଇମ୍ପୋର୍ଟାଣ୍ଟ, ହେଲା କି ନାହିଁ? ଆଲିଆନ୍ସେସ୍ ମାନେ କ'ଣ କହିଲ? ଗୋଟେ ରାଜା ଆଉ ଗୋଟେ ରାଜା ସହିତ ଯୋଉ ସନ୍ଧି କରନ୍ତି, ଇମ୍ପୋର୍ଟାଣ୍ଟ ସନ୍ଧି ସେମାନେ କରିଥିଲେ। ଏଇସବୁ ଜିନିଷ ପାଇଁ ମାନେ ସୋ ଦ୍ୟାଟ୍, ଦେଖ ଆଲିଆନ୍ସ କଲେ କ'ଣ ହବ? ଆଲିଆନ୍ସ କଲେ ଏହା ହେବ, ଯଦି ମନେକର ତୁମର ମେଞ୍ଚେ ସାଙ୍ଗ ଅଛନ୍ତି, ତୁମ ପାଖରେ 5 ଜଣ ସାଙ୍ଗ ଅଛନ୍ତି ସବୁବେଳେ, ତାହେଲେ ତୁମକୁ ଗୋଟେ ବାହାର ପିଲାଟେ ମାରିବାକୁ ଡରିବ, ହେଲା କି ନାହିଁ? ନା ମୋତେ ସାଙ୍ଗମାନେ ଅଛନ୍ତି, ମୋତେ ମାରିବେ, ସେ ତୁମକୁ ମାରିବନି।
ଆଲିଆନ୍ସ ସେଥିପାଇଁ କରାଯାଏ ମାନେ ଯୋଉ ସହଯୋଗୀ ରାଜ୍ୟ ସହିତ ସେମାନେ ବନ୍ଧୁତା କରନ୍ତି ତାହେଲେ ଏଇ ସବୁ ଜିନିଷ କରନ୍ତି ସେଥିପାଇଁ ସେ ଫେମସ୍ ଓକେ ଯୋଉଥିପାଇଁ ତାଙ୍କର କିଙ୍ଗଡମକୁ ବେଶୀ ବାହାର ଶତ୍ରୁ ଆଟାକ୍ କରନ୍ତିନି ସେ ଅତି ଡେଭଲପ ସେ କରିପାରିଥିଲେ ବା ତାଙ୍କ ଯୋଉ କିଙ୍ଗଡମକୁ ସେ ଡେଭଲପ କରେଇ ପାରିଲେ ଏ ଯୋଉ ଆଲିଆନ୍ସ ସବୁ ସେ କଣ କରିଥିଲେ ଦ୍ୟାଟ୍ ହେଲ୍ପଡ୍ ଇନ୍ କନସୋଲିଡେଟେଡ୍ ହିଜ୍ ପାୱାର ଆଣ୍ଡ ଲେଡ୍ ଦ ଫାଉଣ୍ଡେସନ ଫର ଷ୍ଟ୍ରଙ୍ଗ ଏମ୍ପାୟାର ହେଲା କି ନାହିଁ ତାହେଲେ ଏଇ ଯୋଉ ବିକ୍ରମାଦିତ୍ୟ ବା ଚନ୍ଦ୍ରଗୁପ୍ତ ଟୁ ଯୋଉ ଏମ୍ପାୟାରକୁ ଅତି ପାୱାରଫୁଲ ବନେଇଥିଲେ ତାର ମୂଳ ଦୁଇଟା କିଏ ରଖିଥିଲେ ଚନ୍ଦ୍ରଗୁପ୍ତ 1 ରଖିଥିଲେ କାହିଁ ରଖିଥିଲେ ମନେକର ତୁମ ବାବାଙ୍କର ଅନେକ ସାଙ୍ଗ ଥିବେ ହେଲେ ତାଙ୍କ ପରେ ତୁମର ଏତେ ଅସୁବିଧା ହବନି ସାଙ୍ଗମାନେ ତମକୁ ସାହାଯ୍ୟ କରିପାରନ୍ତି ସମଥିଙ୍ଗ ସେଇ ଟାଇପର ବୁଝୁଛି କି ନାହିଁ ଇଏ ଯେହେତୁ ତାଙ୍କର ଅନେକ ଗୁଡ଼ିଏ ଆଲିଆନ୍ସେସ୍ ଥିଲା ଇମ୍ପୋର୍ଟାଣ୍ଟ ଆଲିଆନ୍ସେସ୍ ତାଙ୍କ ପରେ ତାଙ୍କ ପୁଅ ରାଜ୍ୟ ସମ୍ଭାଳିଲେ ତାଙ୍କୁ ସହଜ ହେଲା ବାକି ଏମ୍ପାୟାରକୁ କଣ କଲେ ବିସ୍ତାର କରିବା ପାଇଁ ଠିକ ଅଛି ଏଇ ଗୋଲ୍ଡ କଏନ୍ ସେ ଆକ୍ଚୁଆଲି ଇଣ୍ଟ୍ରୋଡ୍ୟୁସ କରିଥିଲେ ହେଲା କି ନାହିଁ ଗୋଲ୍ଡ କଏନ୍ ଫିଚରିଂ କିଙ୍ଗ ଚନ୍ଦ୍ରଗୁପ୍ତ 1 ୱିଥ୍ ହିଜ୍ କ୍ୱିନ୍ ସିଏ ତାଙ୍କ ରାଣୀ ସହିତ ଏଠି ଅଛି ତାଙ୍କ ରାଣୀ ନାଁ କଣ ଦ୍ୟାଟ୍ ଇଜ୍ କୁମାର ଦେବୀ ସର୍ଟ କ୍ୱେଶ୍ଚନ ପାଇଁ ଇମ୍ପୋର୍ଟାଣ୍ଟ On the river side, a seated goddess identified as Lakshmi. এই জায়গায় ଆଉ ଗୋଟେ କଏନ୍ରେ ଲକ୍ଷ୍ମୀଙ୍କର ମୂର୍ତ୍ତି ଭଳିଆ ସେଠି ଦେଖାଯାଉଛି ହେଲା କି ନାହିଁ ଏଠି ସିଏ ଆଉ ତାଙ୍କ ରାଣୀ ଏଠି ଗଡେସ୍ ଲକ୍ଷ୍ମୀ ତାପରେ କଣ କହୁଛି ୱାରିୟର କିଙ୍ଗ ହେଲା କି ନାହିଁ ୱାରିୟର ମାନେ ଆକ୍ଚୁଆଲି କଣ ଯୋଦ୍ଧା ଯାହାକୁ କୁହନ୍ତି ଫାଇଟର ଓକେ ତ ପ୍ରୟାଗ ପ୍ରହସ୍ତି ଦେଖ ପ୍ରହସ୍ତି ବିଲେ କଣ କୁହାଯାଇଛି ପ୍ରହସ୍ତି କଣ What is a ପ୍ରହସ୍ତି ଶୁଭୁନି କି What is a ପ୍ରହସ୍ତି ଯୋଉଠି ରାଜା ମାନଙ୍କ ବିଷୟରେ ପ୍ରଶଂସା ପ୍ରେଜ ଲେଖାଯାଏ ହେଲା କି ନାହିଁ ପୋଏମ୍ ଆକାରରେ ଏଟାକୁ ପ୍ରହସ୍ତି କହନ୍ତି ହେଲେ ପ୍ରୟାଗରେ ଯୋଉ ପ୍ରହସ୍ତି ମିଳିଛି ସେ ପ୍ରହସ୍ତି କଣ କହୁଛି ଦ୍ୟାଟ୍ ଇଜ ଏ ପିଲାର ଇନସ୍କ୍ରିପସନ ଇନ୍ ପ୍ରୟାଗରାଜ ଗୋଟେ ଜାଗା ଅଛି ସେଠି ଗୋଟେ ପିଲାରରେ ଲେଖାଯାଇଛି ଇନସ୍କ୍ରିପସନ ମାନେ ହାର୍ଡ ସର୍ଫେସରେ ଯେମିତି ଏଠି ଆଇରନ୍ ପିଲାରେ ଲେଖା ହେଇଛି ସେମିତି ଲେଖା ହେଇଛି ପ୍ରହସ୍ତି ମାନେ ରାଜାଙ୍କ ବିଷୟରେ ପ୍ରଶଂସା ରାଜାଙ୍କର ଜୟଗାନ ହେଲା କି ନାହିଁ ଦ୍ୟାଟ୍ ପ୍ରହସ୍ତି ପ୍ରେଜ କରୁଛି ପ୍ରଶଂସା କରୁଛି କାହାର ନା ଗୋଟେ ରାଜାର କାହାର ପ୍ରଶଂସା କରୁଛି ବୁଝି କି ନାହିଁ ମୋଷ୍ଟଲି ତୁମେ ଯଦି ଗୋଟେ ରାଜା ହେବ ତାହେଲେ ତୁମେ ତୁମ ବିଷୟରେ ଭଲ ଲେଖିବ ନା ଖରାପ ଲେଖିବ କି ଠିକ ସେମିତି ତୁମେ କାହାକୁ କହିବ ସେ ଲେଖିବ ସିମ୍ପଲ ଦ୍ୟାଟ୍ ପ୍ରେଜେସ୍ ଦ ଆଚିଭମେଣ୍ଟସ୍ ଅଫ ସମୁଦ୍ରଗୁପ୍ତ ହେଲା କି ନାହିଁ ଆଚିଭମେଣ୍ଟ ମାନେ କଣ କହିଲ ସେ ତାଙ୍କ ଲାଇଫରେ ଯାହା କରିଛନ୍ତି ବୁଝି କି ନାହିଁ ସେ ସମୁଦ୍ରଗୁପ୍ତର ଯାହା ସବୁ ବନେଇଛନ୍ତି ଆଚିଭମେଣ୍ଟ କରିଛନ୍ତି এই বিষয়ে সে লেখা হয়েছে কোটি প্রয়াগরাজ যে আয়রন পিলার আছে সমুদ্রগুপ্ত কিଏ না চন্দ্রগুপ্ত টু's ফাদর চন্দ্রগুপ্ত টুଙ୍କର হচ্ছেন বাপা সরি ওকে which according to the author of the inscription the court poet হরিসেনা लेकिन कोर्ट पोएट ମାନେ ବୁଝୁଛି ନା ରାଜକବି ଯାକୁ କହନ୍ତି ରାଜାଙ୍କର ଯୋଉ କବି ତାଙ୍କୁ କୋର୍ଟ ପୋଏଟ କୁହାଉଛି ରାଜକବି ସରି ତାହେଲେ ସେ ଇନସ୍କ୍ରିପସନ ଅନୁସାରେ ତାହେଲେ ସେ ଯୋଉ ପିଲାରେ ଯୋଉ ଲେଖା ଯାଇଛି ତା ଅନୁସାରେ ସମୁଦ୍ରଗୁପ୍ତଙ୍କର ଯୋଉ ରାଜକବି ସେ କଣ କରିଥିଲେ the king's ambition was to କଣ ଲେଖା ହେଇଛି ଧରଣୀ ବନ୍ଧ or to unify the earth ମାନେ ବୁଝି ହଉଛି କି ନାହିଁ ତାଙ୍କର ଆମ୍ବିସନ ତାଙ୍କର ଯୋଉ ଲକ୍ଷ୍ୟ ଥିଲା ଧରଣୀ ବନ୍ଧ ତା ମାନେ ୟୁନିଫାଇ ଦ ଆର୍ଥ ତା ମାନେ ପୁରା ବିଶ୍ୱକୁ ସେ ସେ ବିଶ୍ୱକୁ ଶାସନ କରି ଏକରେ ହିସାବରେ ରଖିବେ ଯେମିତି ଆମ ଭାରତୀୟ ରହିଛନ୍ତି ହେଲା କି ନାହିଁ ପୁରା ବିଶ୍ୱକୁ ସେ ଶାସନ କରିବାକୁ ଚାହୁଁଥିଲେ ତାଙ୍କର ଏହା ଥିଲା ହେଲା କି ନାହିଁ କିଏ ଚନ୍ଦ୍ରଗୁପ୍ତ ଟୁ ହିଜ୍ ଏଣ୍ଡ ଟୁ ଦିସ୍ ଏଣ୍ଡ ତାର ଶେଷରେ ହି ଫଟ୍ ମେନି ୱାର୍ସ ତାହେଲେ ସେ ଅନେକ ଗୁଡ଼ିଏ ଯୁଦ୍ଧ ଲଢ଼ିଛନ୍ତି ତାର ବିଶ୍ୱକୁ ଜୟ କରିବାକୁ ଯାଇକି ଡିଫିଟିଂ କିଙ୍ଗସ୍ ଟେକିଂ ଓଭର ଦେୟାର କିଙ୍ଗଡମ୍ସ ଆଣ୍ଡ ଏକ୍ସପାଣ୍ଡିଂ ହିଜ୍ ଏମ୍ପାୟାର ତାହେଲେ ଅନେକ ଗୁଡ଼ିଏ ରାଜାଙ୍କୁ ସେ ଆକ୍ରମଣ କରିକି ତାଙ୍କ ସାମ୍ରାଜ୍ୟକୁ ନେଇକି ତାଙ୍କ ସାମ୍ରାଜ୍ୟରେ ମିଶେଇକି ସେ ତାଙ୍କ ଏମ୍ପାୟାରକୁ ଏକ୍ସପାଣ୍ଡ କରିଥିଲେ ହେଲା କି ନାହିଁ many defeated kings were reinstated and offered tribute to ସମୁଦ୍ରଗୁପ୍ତ ବୁଝି କି ନାହିଁ ତାହେଲେ ସେ ଯୋଉ ରାଜା ମାନଙ୍କୁ ହରଉଥିଲେ ତାଙ୍କୁ ସେ ହରେଇକି ମାରୁନଥିଲେ ତାଙ୍କୁ କଣ କରୁଥିଲେ ତାଙ୍କ ରାଜଗାଦରୁ ହଟଉନଥିଲେ ତାଙ୍କୁ ପୁଣି ତାଙ୍କ ରାଜ୍ୟରେ ସେ ରଖୁଥିଲେ ହେଲା କି ନାହିଁ ମନେକର ମୁଁ ରାଜା ମୁଁ ତମକୁ ହରେଇକି ଆଉ ତୁମକୁ କୁଆଡ଼େ କାଢି ସେ ରାଜ୍ୟରୁ କାଢିଲିନି ମୁଁ କହିଲି ନା ତୁମେ ବି ରାଜା ହବ ତାମାନେ ତାଙ୍କୁ ହରଉଥିଲେ ଏବଂ ତାଙ୍କ ଅଧୀନରେ ସେ ଆଣୁଥିଲେ ତାଙ୍କ କଣ୍ଟ୍ରୋଲରେ ସେ ଯୋଉ ହରେଇଥିବା ରାଜାକୁ ରଖୁଥିଲେ ବୁଝି କି ନାହିଁ many defeated kings ମାନେ ଯୋଉ ଅନେକ ଗୁଡ଼ିଏ ହାରୁଥିବା ରାଜା they were reinstated ମାନେ କଣ ଆକ୍ଚୁଆଲି ତାଙ୍କୁ ପୁଣି ତାଙ୍କ ରାଜଗାଦରେ ବସଉଥିଲେ and offered tribute to ସମୁଦ୍ରଗୁପ୍ତ ଏବଂ ସେଇ ଯୋଉ defeated king ମାନେ
ଅଫର କରୁଥିଲେ ହେଲା କି ନାହିଁ ଅଫର ମାନେ ଯାଚିବା କ'ଣ ଯୋଉ ଉପହାର ପୁରସ୍କାର ସବୁ ଦଉଥିଲେ ହେଲା କି ନାହିଁ ଯେତେବେଳେ ସମୁଦ୍ରଗୁପ୍ତ ତାଙ୍କୁ ହରେଇକି କହିଲେ ନା ତୁମେ ଏ ଦେଶର ରାଜା ହବ କିଛି ଅସୁବିଧା ନାହିଁ ସେ ରାଜା ମାନେ ସମୁଦ୍ରଗୁପ୍ତକୁ ପୁରସ୍କାର ଦଉଥିଲେ ହେଲା କି ନାହିଁ କିନ୍ତୁ ଆଉ କିଛି ରାଜା ମାନେ ଥିଲେ କ'ଣ କରୁଥିଲେ ହ୍ୱାଇଲ୍ ଅଦର୍ସ ଫିୟରିଂ ହିଜ୍ ମାଇଟ୍ ସବମିଟେଡ୍ ୱିଦାଉଟ୍ ପ୍ରୋଟେଷ୍ଟ ଆଉ କିଛି ରାଜା ମାନେ ତାଙ୍କର ଯୋଉ ବଳକୁ ଦେଖିକି ଡରିକି ସେ ପୁରା ମାନେ ତାଙ୍କ ସହ ମାନେ କ'ଣ ହାର ମାନି ଯାଉଥିଲେ ଓ ଏତେ ଯୁଦ୍ଧ କରୁନଥିଲେ ହେଲା କି ନାହିଁ এইসব প্রেজ ଆକ୍ଚୁଆଲି ପ୍ରେଜ୍ ଲେଖାଯାଇଛି ହରିଶେନ ଯୋଉ ଲେଖିଛନ୍ତି ଯୋଉ ପ୍ରେଜ୍ ସେ ବିଷୟରେ ଲେଖା ହେଇଛି ସେ ଏହା କହୁଛି ହରିଶେନ ଅଲସୋ ରୋଟ୍ ଆବାଉଟ୍ ହାଉ ଦ କିଙ୍ଗ ସପୋର୍ଟେଡ୍ ଆର୍ଟ ହରିଶେନ ଲେଖିଛନ୍ତି କେମିତି ରାଜା ଆର୍ଟକୁ ସପୋର୍ଟ କରନ୍ତି ଲେଖା ହେଲେ କଳାକୁ ସପୋର୍ଟ କରନ୍ତି ଲର୍ଣ୍ଣିଂ ଆଣ୍ଡ ଟ୍ରେଡ୍ ହେଲା କି ନାହିଁ ଶିକ୍ଷାକୁ ମାନେ ସପୋର୍ଟ କରନ୍ତି ଟ୍ରେଡ୍ ମାନେ ବିଜନେସକୁ ସପୋର୍ଟ କରନ୍ତି ମେକିଂ ହିଜ୍ କିଙ୍ଗଡମ୍ ରିଚ୍ ଆଣ୍ଡ ସକ୍ସେସଫୁଲ ହେଲା କି ନାହିଁ ତାଙ୍କ କିଙ୍ଗଡମ୍ କେମିତି ରିଚ୍ କରାଯିବ ଏବଂ ସେ ଡେଭଲପ୍ କରିବେ ଏଇସବୁ ଜିନିଷକୁ ସପୋର୍ଟ କରନ୍ତି ସପୋର୍ଟ କରିବା ମାନେ କ'ଣ ମାନେ ମାନେ କ'ଣ କରିବା କହିପାରିବେ ସପୋର୍ଟ ମାନେ ବୁଝିପାରୁଛନ୍ତି ଛୁଆ ଆରେ ପିଲାମାନେ ବୁଝିଲେ ନାହିଁ ସାର୍ ସପୋର୍ଟ ମାନେ ସାର୍ ଗୋଟେ ମାନେ ଯେମିତି ସାହାରା ଦେବା ସେଇଭଳିଆ। ବ୍ୟାକଅପ୍ ଯୋଉ କ'ଣ ସାହାର ଦେବା ସାର୍ ଡାଉଟ୍ ଅଛି। କ'ଣ ଡାଉଟ୍ କହ ସାର୍ ଚନ୍ଦ୍ରଗୁପ୍ତ ସାର୍ ଯୋଉ ଟୁଟା ନାହିଁ ନା ହୁଁ ସାର୍ ଚନ୍ଦ୍ରଗୁପ୍ତ 1 କି ଚନ୍ଦ୍ରଗୁପ୍ତ 2 ହେଲେ ବିକ୍ରମାଦିତ୍ୟ କିଏ ବିକ୍ରମାଦିତ୍ୟ ହୁଁ ଚନ୍ଦ୍ରଗୁପ୍ତ ସାର୍ 1 କିଏ କିଏ ତା ଫାଦର ତାଙ୍କ ଫାଦର ହେଲା କି ନାହିଁ ସାର୍ ତାଙ୍କ ଫାଦର ନା ତ ଦିଆହେଇଛି ସାର୍ ଯୋଉ କ'ଣ ତାର କ'ଣ ସାର୍ ଏଇଟା ଯୋଉ ସମୁଦ୍ରଗୁପ୍ତ ସେ ହଉଛନ୍ତି ଚନ୍ଦ୍ରଗୁପ୍ତ 2 ଙ୍କ ଫାଦର ସେଇ ହଉଛନ୍ତି ସମୁଦ୍ରଗୁପ୍ତ ଯିଏ ଚନ୍ଦ୍ରଗୁପ୍ତ 1 ସିଏ ବୁଝିଛି କି ନାହିଁ ମାନେ ଦେଖ ଯୋଉ ରାଜାଙ୍କର ନାଁ ଗୋଟେ ନା ଯେମିତି ସିଏ ତାଙ୍କର ଯେମିତି ଶିବଙ୍କର ଅନେକ ନାଁ ବିଷ୍ଣୁଙ୍କର ଅନେକ ନାଁ ତାଙ୍କ ନାଁ ଯିଏ ମନେକର ଗୋଟେ ତାଙ୍କର କିଏ ଗୋଟେ ଚିହ୍ନା ଲୋକ କି ତାଙ୍କର ଭଲ ସମ୍ପର୍କୀୟ ଲୋକ ରାଜାଙ୍କ ନାଁଟା ଏଇଆ ହେଲା ମାନେ କ'ଣ ଯେ ନାଁରେ ଡାକନ୍ତି ପ୍ରଶଂସାରେ ଆଉ ବୁଝୁଛ କି ନାହିଁ ଯୋଉ ପ୍ରଶଂସାରେ ଯୋଉ ନାଁ ଗୋଟେ ଡାକନ୍ତି ସେଇ ନାଁ ତାଙ୍କର କିଛି ପପୁଲାର ହେଇଯାଏ ଆଉ ସିମ୍ପଲ ଆଉ ବୁଝୁଛ ନା ଏଇ କଥା କୁହାହଉଛି ଏଠି ଏମିତି ସମୁଦ୍ରଗୁପ୍ତ ତାଙ୍କୁ କୋଉ ରାଜ୍ୟ କି ଜୟ କଲା ପରେ ତାଙ୍କୁ ସେଇ ଆଖ୍ୟାଟ ଦିଆଯାଇଥିବ ଶୁଣୁଛି କି ନାହିଁ ସମୁଦ୍ରଗୁପ୍ତ ନାଁରେ ବୁଝୁଛି ନା ନାହିଁ এইଠି ସମୁଦ୍ରଗୁପ୍ତ ଯିଏ ଚନ୍ଦ୍ରଗୁପ୍ତ 1 ସିଏ ତାଙ୍କରି କଥା ହିଁ କୁହାହଉଛି ହରିସେନ ହଉଛନ୍ତି ସେ ସମୁଦ୍ରଗୁପ୍ତଙ୍କର କ'ଣ ରାଜକବି କୋର୍ଟ ପୋଏଟ୍ ସମୁଦ୍ରଗୁପ୍ତ ହିମସେଲ୍ଫ ଇଜ ପୋର୍ଟ୍ରେଡ୍ as a Veena player is in one of the coins he minted जो ସମୁଦ୍ରଗୁପ୍ତ ଯୋଉ ମାନେ କଏନ୍ ପ୍ରଡ୍ୟୁସ କରିଥିଲେ ସେ କଏନ୍ ରେ ସେ ଆକ୍ଚୁଆଲି ବୀଣା ବଜଉଥିବାର ମଧ୍ୟ ଗୋଟେ ଚିତ୍ର ଅଛି ହେଲା କି ନାହିଁ ବୁଝୁଛି କି ନାହିଁ ସାର୍ ସେ ନିଜେ ବିଣା ବଜଉଥିଲେ ହଁ ସେଇ ସବୁ ସାର୍ ଯୋଉ ଆଉ ଏଇଠି ଯେମିତି ମାନେ ସେ ଗୋଟେ ତାଙ୍କର ଯୋଉ କଏନ୍ ସେ ପ୍ରଡ୍ୟୁସ କରିଥିଲେ ସେ କଏନ୍ ରେ ବୀଣା ବଜଉଥିବାର ଚିତ୍ରଟା ଆକ୍ଚୁଆଲି ମେଣ୍ଟେନ୍ ହେଇଛି ତିଆରି କରିଥିଲେ ଏ ସିଟେଡ୍ ସମୁଦ୍ରଗୁପ୍ତ ପ୍ଲେଇଂ ଦ ବୀଣା ଅନ୍ ଦ ରିଭର୍ସ ସାଇଡ୍ ଗଡେସ୍ ଲକ୍ଷ୍ମୀ ଏଇଠି ଲକ୍ଷ୍ମୀ ଏଇଠି ସେ ବୀଣା ବଜଉଥିବାର ସେ କଏନ୍ ରେ ତିଆରି ହେଇଛି ହେଲା ଇମେଜଟା ବନା ହେଇଛି ସାର୍ ସେ କଣ ଗୋଲ୍ଡରେ ବନଉଥିଲେ କଏନ୍ ସବୁ କଏନ୍ଟା ମୋଷ୍ଟଲି ଆମେ ଆକ୍ଚୁଆଲି କୋଉଥିରେ ବନଉଛନ୍ତି ଷ୍ଟିଲରେ ବନା ହଉଛି ସମଥିଙ୍ଗ ଯୋଉ କଏନ୍ଟା ଯେତେବେଳେ ସେ ବି ଗୋଲ୍ଡ କଏନ୍ ମାନେ ହଉଥିବ ପ୍ରଚଳିତ ହଉଥିବ ବିଜନେସ୍ ପାଇଁ ତାପରେ କ'ଣ କହୁଛି ambitious king ambitious kings sometimes performed ଅଶ୍ୱମେଧ ଯଜ୍ଞ କି ନାହିଁ ଏ ଯୋଉ ଅଶ୍ୱମେଧ ଯଜ୍ଞ ବିଷୟରେ ପଢିଥିବ ପଢିଛ କି ନାହିଁ ଯେମିତି ରାମାୟଣ ମହାଭାରତ ଟପିକ୍ ଅଶ୍ୱମେଧ ଯଜ୍ଞ ଆକ୍ଚୁଆଲି ଅଶ୍ୱମେଧ ଯଜ୍ଞ ଯିଏ କରନ୍ତି ଅଶ୍ୱମେଧ ଯୋଉମାନେ ଯଜ୍ଞ କରନ୍ତି ସେମାନେ ବହୁତ ପାୱାରଫୁଲ ରୁଲର ଯୋଉମାନଙ୍କର ଆମ୍ବିସନ ଅଧିକା ଥାଏ ସେଟା ପାୱାର ମାନେ ଅଶ୍ୱମେଧ ଯଜ୍ଞ କଲେ ଅଶ୍ୱମେଧ ଯଜ୍ଞ କଲେ କ'ଣ ହବ ସେ ଯେତେ ପାୱାରଫୁଲ ବି ସେଇଟା ଶୋ କରିବ ହେଲା କି ନାହିଁ ଅଶ୍ୱମେଧ ଯଜ୍ଞ ଏଥିପାଇଁ ସେ ତିଆରି କରନ୍ତି ସେଇଟା ତାଙ୍କୁ ପାୱାରଫୁଲ ବନେଇବ ବୁଝି କି ନାହିଁ ଯଦି କି ଯେମିତି ଆକ୍ଚୁଆଲି କ'ଣ କରନ୍ତି ଗୋଟେ ଘୋଡ଼ାକୁ ପୂଜା କରି ଛାଡ଼ି ଦିଅନ୍ତି ଯେ ମାନେ ଯୋଉ କିଙ୍ଗଡମ୍
ତାଙ୍କ ଘୋଡ଼ାକୁ ରଖିଲେ ସେ ତାଙ୍କ ସହିତ ଯୁଦ୍ଧ କରିବ। ଯଦି ତାକୁ ଲାଗିବ ନା ମୁଁ ପାରିବିନି, ଘୋଡ଼ାକୁ ତାଙ୍କ ରାଜ୍ୟରେ ବୁଲିବାକୁ ଦେବ, ସେ ବୁଲି ବାଲିକି ଆସି ପହଞ୍ଚିଲେ ଯଜ୍ଞ ବନ୍ଦ ହେବ। ଏଇ ଟାଇପ୍ର ସେଟାକୁ ଯଜ୍ଞଟାକୁ କହନ୍ତି, ହେଲା କି ନାହିଁ? ଯେମିତି କିଛି କିଙ୍ଗ ଥିଲେ ଅଶ୍ୱମେଧ ଯଜ୍ଞ କଲେ ସେଟା ଲାଗେ ତାଙ୍କୁ ପାୱାରଫୁଲ୍। ଠିକ୍ ସେମିତି ସେ ସମୟରେ କିଛି କିଙ୍ଗ ଥିଲେ, ଯଦି ସେମାନେ କଏନ୍ ମିଣ୍ଟ କରୁଥିଲେ, ହେଲା କି ନାହିଁ, ମାନେ ମୁଦ୍ରା ଯେଉଁ ତିଆରି କରିବା କଲେ, ସେଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ଇଭେଣ୍ଟ ଯେଉଁଟାକି ତାଙ୍କୁ ପାୱାରଫୁଲ୍ ଆକାରରେ ଗଣାଯାଏ। ଶୁଭୁଛି କି ନାହିଁ? ଗୋଟେ ରାଜାଙ୍କୁ ମନେ ରଖିବା ପାଇଁ ଅଶ୍ୱମେଧ ଯଜ୍ଞ ଗୋଟେ, ଆଉ କଏନ୍ ମିଣ୍ଟ କଲେ ସେ କଏନ୍ଟା ପ୍ରଚଳିତ ହେଉଥିବ, ସେ କେସ୍ରେ ବି ରାଜାଙ୍କୁ ମନେ ରଖାଯାଏ। କମେମୋରେଟ୍ ମାନେ କ'ଣ ମନେ ରଖିବା, ରିମେମ୍ବର। ଏ ଯେଉଁ ୱାର୍ଡ଼ଟା ଅଛି ଏଠି କମେମୋରେଟ୍, ତା ମାନେ ରିମେମ୍ବର କଥା କୁହାଉଛି। କ'ଣ ମାନେ? ରିମେମ୍ବର, ଓକେ। এটা actually କ'ଣ? This coin depicts the sacrificial horse of the ଅଶ୍ୱମେଧ ଯଜ୍ଞ। এই ଯେଉଁ ଅଶ୍ୱମେଧ ଯଜ୍ଞର ଯେଉଁ ଘୋଡ଼ା ବିଷୟରେ ଏଠି କରାହେଇଛି, ପିକ୍ଚରଟା ଅଛି। The reverse depicts the queen of holding a ଛୁରୀ, ହେଲା କି ନାହିଁ, ଚୌରି। ଏଠାରେ ରାଣୀ ଗୋଟେ ଚୌରି ଧରିଛନ୍ତି, ସେଇଟା actually ଗୋଟେ ଗୋଲ୍ଡ କଏନ୍, ହେଲା। ଏ କଏନ୍ଟା actually some literacy source gives us descriptive information about the rulers, kingdoms and the people, ହେଲା କି ନାହିଁ। The ବିଷ୍ଣୁ ପୁରାଣ for instance specifies the key regions of the empire। ହେଲେ ବିଷ୍ଣୁ ପୁରାଣରେ ସେ ଯେଉଁ ଗୁପ୍ତ ଏମ୍ପାୟାର ବିଷୟରେ actually ବହୁତ କିଛି କୁହାଯାଇଛି, ବୁଝି କି ନାହିଁ? କୋଉଠି କୁହାଯାଇଛି? ବିଷ୍ଣୁ ପୁରାଣରେ କୁହାଯାଇଛି। The Gupta dynasty will rule over ଅନୁଗଙ୍ଗ, ବୁଝି କି ନାହିଁ? ଅନୁଗଙ୍ଗଟା actually କୋଉ ରିଜିଅନ୍? ଦ ମିଡିଲ୍ ଗଙ୍ଗାଟିକ୍ ବେସିନ୍, ଯେଉଁ ଗଙ୍ଗା ବେସିନ୍ ତାର ମଧ୍ୟଭାଗ, ଏଠୁ ଆରମ୍ଭ କରିକି ପ୍ରୟାଗରାଜ ଗୋଟେ ଜାଗା ଅଛି, ହେଲା କି ନାହିଁ, ସକେଟା ଗୋଟେ ଜାଗା ଅଛି, ବୁଝି କି ନାହିଁ, ଆଣ୍ଡ ମଗଧ ଗୋଟେ ଜାଗା ଅଛି, ଆଣ୍ଡ ଅଲ୍ ଦ ସରାଉଣ୍ଡିଂ ରିଜିଅନ୍ସ। ହେଲେ ସେ ଗଙ୍ଗା ରିଜିଅନ୍ର କିଛି ପାର୍ଟ ଅଛି ମୋଷ୍ଟଲି, এইসବୁ ରିଜିଅନ୍ ଆକ୍ଚୁଆଲି ସେମାନେ କିଏ ଶାସନ କରୁଥିଲେ? କୋଉଟା? ଗୁପ୍ତ ଡିନାଷ୍ଟି, ବୁଝିହେଉଛି ନା? ଗୁପ୍ତ ଡିନାଷ୍ଟି କୋଉ ରିଜିଅନ୍ରେ ରୁଲ୍ କରାଇଛି ସେଟା ଗରୁଡ଼ ପୁରାଣରେ କିଛି ଟେକ୍ସଟ ଆକାରରେ ଲେଖା ହେଇଛି। ବଟ୍ ଆଟ୍ ଇଟ୍ସ ପିକ୍, ପିକ୍ ମାନେ କ'ଣ? ମାନେ ସେ ଯେଉଁ ଡିନାଷ୍ଟିର ପୁରା ସେମାନେ ଅତି ପାୱାରଫୁଲ୍ ଥିଲେ, ଅତି ଷ୍ଟ୍ରଙ୍ଗ ଥିଲେ, এই ସମୟରେ ଗୁପ୍ତ ଏମ୍ପାୟାର କଭର୍ଡ ଏ ଲାର୍ଜର ଏରିଆ ଦେନ୍ ଦିସ୍, କି ନାହିଁ? ତାହେଲେ ଏଇ ଯେଉଁ ଗରୁଡ଼ ପୁରାଣରେ ଯେତିକି ଏରିଆ ବିଷୟରେ ଲେଖାଯାଇଛି, କିନ୍ତୁ ତାଙ୍କର ପିକ୍ ଯେତେବେଳେ ସେ ଅତି ବଳଶାଳୀ ଥିଲେ, ପାୱାରଫୁଲ୍ ଥିଲେ, ସେ ସମୟରେ এই ଏରିଆଠୁ ଯେତିକି ଏରିଆ ମେନସନ୍ ଏଠି ଅଛି ଗରୁଡ଼ ପୁରାଣରେ, ତାଠୁ ସେ ଅଧିକ ଏରିଆ କ୍ୟାପଚର କରିଥିଲେ, ହେଲା କି ନାହିଁ? ଯେମିତିକି ମୋଷ୍ଟ ଅଫ୍ ଦ ପ୍ରେଜେଣ୍ଟ ଡେ ନର୍ଥ ଆଣ୍ଡ ୱେଷ୍ଟ ଇଣ୍ଡିଆ, ହେଲା କି ନାହିଁ? ମୋଷ୍ଟଲି ନର୍ଥ ଇଣ୍ଡିଆ ମାନେ ଉତ୍ତର ଭାରତ, ପଶ୍ଚିମ ଭାରତ, ତାର ଅଧିକାଂଶ ଅଞ୍ଚଳ ସେମାନେ କ'ଣ କରିଥିଲେ? ଅକ୍ତିଆର କରିଥିଲେ। ତା ସହିତ ସେଣ୍ଟ୍ରାଲ ଇଣ୍ଡିଆ ଆଉ ଇଷ୍ଟ ଇଣ୍ଡିଆ ପାର୍ଟ ବି ମଧ୍ୟ ସେମାନେ ମାନେ କ'ଣ ମାନେ କ୍ୟାପଚର କରିଥିଲେ। ଯେତିକି ଏଠି କୁହାଯାଇଛି ତାଠୁ ଅଧିକା ପାର୍ଟ ମଧ୍ୟ ସେ କ୍ୟାପଚର କରିଥିଲେ, ଓକେ, ତାଙ୍କ ପିକ୍ ସମୟରେ ଯେତେବେଳେ ସବୁଠୁ ପାୱାରଫୁଲ୍ ଥିଲେ। Imagine what it would have been. Imagine what it would have entailed to move a whole army of soldiers, elephants, horses, cooks, and other support staff, as well as the supplies to feed them all. So clearly, the tributary kings must have been asked to provide for this. ବୁଝି କି ନାହିଁ? ତାମାନେ ଯେତେବେଳେ ସେମାନେ କୌଣସି କ୍ୟାମ୍ପେନ୍ ବନାଉଥିଲେ, ସାମରିକ ଅଭିଯାନ ବନାଉଥିଲେ, ଏତେ ସଂଖ୍ୟକ ସୈନ୍ୟ, ତା ସହିତ ସୈନ୍ୟମାନେ ଯିବେ, ମାନେ ତା ସହିତ ଘୋଡ଼ା, ଯେଉଁ ହାତୀ, ହେଲା କି ନାହିଁ, ପୁଣି ସୈନ୍ୟମାନେ ଖାଇବେ, ସେଥିପାଇଁ ରୋଷେଇଆ ବି ଯିବା ଦରକାର, ଖାଦ୍ୟ ଯିବ, ତ ଏତେ ସବୁ ଜିନିଷ ନେଇକି ଯିବା ପସିବୁଲ୍ ନୁହଁ। ତେଣୁ ସେ ଯେଉଁ ଜାଗାରେ ରହିବେ ସେଇ ରାଜା, ମାନେ ସେଇ ଜାଗାର ରାଜାମାନେ ସେମାନଙ୍କୁ ବେସିକାଲି ତାକୁ ସପୋର୍ଟ କରନ୍ତି, ବୁଝି କି ନାହିଁ? ମନେକର ମୁଁ ଯିବି ସାଙ୍ଗରେ ବୁଲିବା ପାଇଁ ପୁରା ଓଡ଼ିଶା, ମୋ ରିଜିଅନ୍ରେ ଯେଉଁ ସବୁ ଚିହ୍ନା ପରିଚୟ ଷ୍ଟୁଡେଣ୍ଟ ମାନେ ଅଛନ୍ତି, ମୁଁ ତୁମକୁ କହିବି, ପିଲାମାନେ ମୁଁ ଯିବି ତୁମ ଏରିଆରେ ଆଜି ରହିବି, ମୋତେ ଆଜି ଆମ ଲୋକମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିବ, ଶୁଭୁଛି କି ନାହିଁ? ଏଇ ଟାଇପ୍ର ଜିନିଷ ସେ କରୁଥିଲେ, ଠିକ୍ ଅଛି? ଏତେ ଲୋକଙ୍କ ପାଇଁ ଖାଇବାଟା ନେଇକି ବୋହିକି ଯିବାଟା ଡିଫିକଲ୍ଟ ଥିଲା, ଏସବୁ ନୁହଁ, ବୁଝିଲେ କି? ଟ୍ରିବ୍ୟୁଟାରୀ କିଙ୍ଗ ମାନେ କ'ଣ? ମାନେ ତାଙ୍କ ଅଧୀନରେ ଯେଉଁ ରାଜାମାନେ ଥିଲେ ସେମାନେ ଏଇସବୁ ଜିନିଷରେ ସାହାଯ୍ୟ କରୁଥିଲେ, ଫୁଡ୍ ଆଇଟମ୍ ପ୍ରୋଭାଇଡ୍ କରିବାରେ, ଠିକ୍ ଅଛି? ନୋଟିସ୍ କରିବା ଗୋଟେ କଥା, ତମେ ଏଇ ଯେଉଁ ଜିନିଷ ଗୁଡ଼ା ଇନ୍ଦ୍ରପ୍ରସ୍ଥ ହଉ, ହେଲା କି ନାହିଁ, କାଶୀ, ପାଟଲିପୁତ୍ର, ମଗଧ, ଏଇ ଇନ୍ଦ୍ରପ୍ରସ୍ଥ ନାଁଟା ତମେ ଶୁଣିଥିବ କୋଉଠି? ମହାଭାରତରେ। ଏଇ ସବୁ ଜାଗା ଗୁଡ଼ା କଥା କୁହାଯାଇଛି ଏଠି।
ଏ ଯୋଉ ସକେଟ କୋଉ ଜାଗା ସେ ବିଷୟରେ କୁହାଯାଇଛି ଏଠି ହେଲା। ସକେଟ, ପ୍ରୟାଗ, କାଶୀ, ପାଟଲିପୁତ୍ର, ମଗଧ, ଉଜ୍ଜୈନ, ସାର୍ ମଥୁରା। ମଥୁରା ଥିଲା ଅଛି ଏଠି କୋଉଠି, ମଥୁରା ଏଠି କୋଉଠି ପଡିବ ଉତ୍ତରପ୍ରଦେଶରେ। ହେଲେ with the Gupta empire's extend, ହେଲେ ଗୁପ୍ତ ଏମ୍ପାୟାର କୋଉ ସବୁ ରିଜିୟନକୁ ଆକ୍ଚୁଆଲି ରୁଲ କରିଥିଲେ ଏଟା ୟେଲୋ ପାର୍ଟ ଆକ୍ଚୁଆଲି ମେନସନ କରାଯାଇଛି। ଦେଖାଉଛି କି ନାହିଁ ଦେଖ, ଗୁପ୍ତ ଏମ୍ପାୟାର ଦେଖ ଲେଖା ହେଇଛି ଏଠି ୟେଲୋ ପାର୍ଟରେ ମାର୍କିଂ କରାଯାଇଛି ବ୍ରିଟିଶ ପାର୍ଟ, ହେଲା କି ନାହିଁ। ତାହେଲେ ଯୋଉ ୟେଲୋ ଯୋଉ ମାର୍କିଂ କରାଯାଇଛି ଗୁପ୍ତ ସବୁ ଏଇ ରିଜିୟନ ଆକ୍ଚୁଆଲି ମାନେ ଏକ୍ସପାଣ୍ଡ କରିଥିଲେ, ହେଲା କି ନାହିଁ। ତ ଏଇ ଯୋଉ ଟ୍ରାଙ୍ଗୁଲାର ଯୋଉ ପାର୍ଟ ଗୁଡ଼ା ଅଛି ସେଗୁଡ଼ା ହଉଛି କ'ଣ ତାଙ୍କର ଇମ୍ପୋର୍ଟାଣ୍ଟ ସିଟିଜ। କି ଇମ୍ପୋର୍ଟାଣ୍ଟ ସିଟି ଇନ୍ଦ୍ରପ୍ରସ୍ଥ, ଉଜ୍ଜୈନ, ପ୍ରୟାଗରାଜ, କାଶୀ, ପାଟଲିପୁତ୍ର, ବୈଶାଳୀ, ସାକେତ, ହେଲା କି ନାହିଁ। ତାମ୍ରାପାଟି ଆକ୍ଚୁଆଲି, ହେଲା କି ତାମ୍ରଲିପ୍ତି, এটা হচ্ছে ইস্ট পার্ট আক্চুয়ালি। এসব রিজন সব বেশি এক্সপান্ড କରିଥିଲେ, ঠিক ଅଛି। এটা ପଢିବ ତାଙ୍କ ଇମ୍ପୋର୍ଟାଣ୍ଟ ସିଟି ନାଁ ଲେଖ, ଏଇ ପିକ୍ଚର ତୁମେ ଲେଖିବ ସବୁ, ଦେଇଯିବେ ସେଠି ଲେଖାଟା ପିଲାମାନେ ଶୁଭୁଛି ନା ନାହିଁ? ହ୍ୟାଲୋ, Yes, sir. ଓକେ। Yes, sir. Yes, ତାପରେ sir. କ'ଣ କହୁଛି, କହୁଛି ଟ୍ରାଭେଲର୍ସ ଆକାଉଣ୍ଟ ଅଫ ଇଣ୍ଡିଆନ ସୋସାଇଟି ଇନ ଦ ଗୁପ୍ତା ଏଜ୍। ହେଲେ ଗୁପ୍ତ ପିରିୟଡ ସମୟରେ ଟ୍ରାଭେଲର୍ସ ମାନେ କ'ଣ କହିଲ, ବାହାର ଦେଶର ଲୋକମାନେ ଯୋଉ ଆସିକି ଷ୍ଟଡି କରନ୍ତି ସେ କିଛି ଲେଖନ୍ତି, ଯାହା ସେମାନେ ଅନୁଭବ କରିବେ ତାକୁ ଲେଖନ୍ତି, ହେଲା କି ନାହିଁ। ସେମିତି ଜଣେ ଚାଇନିଜ ଟ୍ରାଭେଲର, ବୁଝି କି ନାହିଁ, ଚାଇନିଜ ଯାତ୍ରୀ ଫାକ୍ସିଆନ, ହେଲା କି ନାହିଁ, ତାଙ୍କ ନାଁ ହେଉଛି ଫାକ୍ସିଆନ। କ'ଣ କରିଥିଲେ, ହଉଛି ପ୍ରୋନାଉନ୍ସ ଏଜ୍ ଫାସିଆନ, ତାଙ୍କ ନାଁଟା ଆକ୍ଚୁଆଲି ଏମିତି ପ୍ରୋନାଉନ୍ସ କରାଯାଏ ଫାସିଆନ। ହି ଭିଜିଟେଡ୍ ଇଣ୍ଡିଆ ଇନ୍ ଦ ଇୟର୍ଲି 5th century। ହେଲେ ଫାକ୍ସିଆନ କେବେ ଇଣ୍ଡିଆକୁ ଭିଜିଟ କରିଥିଲେ ଏ ଡେଟଟା ଦେଇଛି, ସର୍ଟ କ୍ୱେଶ୍ଚନ ଆସିଯିବ। କେବେ 5th century ସି, ଇୟର୍ଲି ମାନେ କ'ଣ 5th century ଷ୍ଟାର୍ଟିଂରୁ ସେ ଆସିଥିଲେ। He set out on his long and difficult pilgrimage to visit sacred Buddhist site। जो sacred ମାନେ ପବିତ୍ର, ପବିତ୍ର ଯୋଉ ବୁଦ୍ଧଙ୍କ ଯୋଉ ଲୋକେସନ ଅଛି, ହେଲା କି ନାହିଁ, ବୁଦ୍ଧ ଯୋଉ ଜାଗାରେ ସବୁ ତାଙ୍କର ମୋନାଷ୍ଟ୍ରି ଅଛି ସେଇ ସବୁ ଜାଗାକୁ ସେ ମାନେ ଭିଜିଟ କରୁଥିଲେ। He learned from renowned Indian scholars। renowned ମାନେ ଆକ୍ଚୁଆଲି କ'ଣ, renowned ମାନେ ଫେମସ୍, ଯୋଉ ଇଣ୍ଡିଆନ ଫେମସ୍ ଯୋଉ ସ୍କଲାର ମାନେ ଥିଲେ, ଶିଷ୍ୟ ମାନେ ଥିଲେ, ତାଙ୍କଠୁ ସେ ଶିଖୁଥିଲେ। He also collects manuscripts of Buddhist text, ବୁଝି କି ନାହିଁ, ବୁଦ୍ଧିଷ୍ଟ ଟେକ୍ସଟ ମାନେ ବୁଦ୍ଧଙ୍କର ଯୋଉ ଲେଖା, ଯୋଉ ଜୀବନ ଚର୍ଚ୍ଚା ଶୈଳୀ, ସେଇ ସବୁ ଜିନିଷର ମାନୁସ୍କ୍ରିପ୍ଟ ଆକ୍ଚୁଆଲି କ'ଣ କରୁଥିଲେ, କଲେକ୍ଟ କରୁଥିଲେ। କିଏ, ଏ ଫାକ୍ସିଆନ, ବୁଝିପାରୁଛି କି ନାହିଁ। ମାନୁସ୍କ୍ରିପ୍ଟ ମାନେ ଆକ୍ଚୁଆଲି କ'ଣ, ସେ ଜିନିଷ ହାତରେ ଲେଖା ହେଇଛି ଯୋଉଟା କି ପାମ୍ ଲିପ୍ସରେ, ତାକୁ ମାନୁସ୍କ୍ରିପ୍ଟ କହନ୍ତି। ସୋ ହି କୁଡ୍ ଟେକ୍ ଦେମ୍ ବ୍ୟାକ୍ ଟୁ ଚାଇନା, ସୋ ଦ୍ୟାଟ୍ ସେ ମାନେ ଚାଇନାକୁ ନେଇ ଗଲେ ତାଙ୍କର ଯୋଉ ଇମ୍ପୋର୍ଟାଣ୍ଟ ଲର୍ଣ୍ଣିଂ ସେ ସେଠୁ କିଛି ଶିଖିବେ, ବୁଝିଛି କି ନାହିଁ। Faxian traveled extensively across India, observing her culture, governance, and society, and recorded his experiences and observations for the people of his homeland, like नहीं। ତାମାନେ ସେ ପୁରା ଭାରତର ମୋଷ୍ଟଲି ମାନେ ଭାରତର ବହୁତ ଜାଗା ସେ ଆକ୍ଚୁଆଲି କଭର କରିଛନ୍ତି, ଶୁଭୁଛି କି ନାହିଁ। ତାର କଲଚର, ତାର ଗଭର୍ଣ୍ଣାନ୍ସ ମାନେ କ'ଣ, କେମିତି ଇଣ୍ଡିଆର ଶାସନ ବ୍ୟବସ୍ଥା, ତାର ସୋସାଇଟି କ'ଣ, ଏବଂ ତାଙ୍କର ମାନେ ସେ ଯାହା ସବୁ ଏକ୍ସପିରିଏନ୍ସ କଲେ, ଫିଲ୍ କଲେ, ସେସବୁ ଜିନିଷକୁ ସେ କ'ଣ କଲେ, ଅବଜର୍ଭ କରିକି ତାଙ୍କ ଯୋଉ ଆସେନ୍ ଯୋଉ ଚାଇନା, ସେ ଚାଇନାକୁ ନେଇକି ତାଙ୍କ ଲୋକମାନଙ୍କୁ ସେ କହିବେ ସେ ବିଷୟରେ, ଠିକ ଅଛି। ଏବଂ ସେଥିରୁ ମଧ୍ୟ ଆମକୁ କିଛି କୁହାଯାଇଛି, ସିନ୍ସ ହିଜ୍ ଟ୍ରାଭେଲ ଲଗ୍ ହାଜ୍ ସରପ୍ରାଇଜ୍ ଟୁ ଦିସ୍ ଡେ, ବୁଝି କି ନାହିଁ। ଏଇସବୁ ଯୋଉ ଅବଜର୍ଭେସନ ଲେଖା ହେଇଛି, ବିଲୋ ଇଜ୍ ଆନ୍ ଏକ୍ସେପ୍ଟ ଫ୍ରମ୍ ହିଜ୍ ଟ୍ରାଭେଲଗ, where he records his observations of the society in the ଗୁପ୍ତ ଏରା। ହେଲେ ଗୁପ୍ତ ଏରା ସମୟରେ ସେ ଟ୍ରାଭେଲରଙ୍କ ମାନଙ୍କ ଅବଜର୍ଭେସନ ବିଷୟରେ ଲେଖା ହେଇଛି। ସେ କ'ଣ ଅବଜର୍ଭ କରିଥିଲେ, ସେ ସମୟରେ କ'ଣ ଥିଲା, ହେଲେ କି ନାହିଁ। କ'ଣ କୁହାଯାଉଛି, ଦ ପିପୁଲ ଆର୍ ନ୍ୟୁମରସ୍ ଆଣ୍ଡ ହ୍ୟାପି। ସେ ସମୟରେ ଲୋକମାନେ ବହୁତ ସଂଖ୍ୟାରେ ଥିଲେ ଏବଂ ଖୁସି ଥିଲେ। ଦେ ହାଭ୍ ନୋ ନିଡ୍ ଟୁ ରେଜିଷ୍ଟର ହାଉସ ହୋଲ୍ଡସ୍ ଅର୍ ଆଟେଣ୍ଡ ଟୁ ଅଫିସିଆଲ୍ସ, ହେଲା କି ନାହିଁ। ଏବେ ଯେମିତି ଆମେ କ'ଣ କରୁଛନ୍ତି, ଯେ ଲୋକଟା ହେଉଛି ତା ଆଧାର କେନ୍ଦ୍ରରେ ତା ଭୋଟର ପରିଚୟ ପତ୍ର ହେଉଛି, ଆମେ କ'ଣ କରୁଛନ୍ତି, ତାମାନେ ଆମେ ନିଜକୁ ଆମେ ରେଜିଷ୍ଟର କରୁଛନ୍ତି ଗଭର୍ଣ୍ଣମେଣ୍ଟ ପୋର୍ଟାଲରେ, ବୁଝୁଛି କି ନାହିଁ। କିନ୍ତୁ ସେତେବେଳେ ସେମିତି କିଛି ଜିନିଷ ନଥିଲା, ହେଲା କି ନାହିଁ। ଗୁପ୍ତ ପିରିୟଡରେ ଯୋଉ ଲୋକମାନେ ରହୁଥିଲେ ତାଙ୍କର ରେଜିଷ୍ଟର ହାଉସ ହୋଲ୍ଡ କିଛି ଲୋକମାନଙ୍କର ରେଜିଷ୍ଟର ଘର ନଥିଲା। ଆଟେଣ୍ଡ ଟୁ ଅଫିସିଆଲ୍ସ ମାନେ ଯୋଉ ଆମେ ଯେମିତି ଭୋଟର, ଆମେ ଯାଉଛନ୍ତି କ'ଣ ଭୋଟର କେନ୍ଦ୍ରରେ, ଆଧାର କେନ୍ଦ୍ରରେ ଯାଇକି ନିଜର ଫିଙ୍ଗର ପ୍ରିଣ୍ଟ ସବୁ ଜିନିଷ ଦେଇକି ଆମେ କହୁଛନ୍ତି ଆମେ ଭାରତର ନାଗରିକ ବୋଲି ପରିଚୟ ଦେଉଛୁ, ରେଜିଷ୍ଟର କରୁଛନ୍ତି ସେଇଟା ଆକ୍ଚୁଆଲି, ବୁଝୁଛି କି ନାହିଁ। ଦୋଜ୍ ହୁ ଫାର୍ମ ଲୟାଲ ଆଣ୍ଡ ପେ ପର୍ସନ ଅଫ ଦର ଗ୍ରେନ୍, ବୁଝୁଛି କି ନାହିଁ। ହେଲେ ଯୋଉ ଲୋକମାନେ ଲୟାଲ ଥିଲେ, ହେଲା କି ନାହିଁ, ବିଶ୍ୱସ୍ତ ଲୋକ ଥିଲେ, ସେମାନେ କ'ଣ କରୁଥିଲେ, ତାଙ୍କର ଗ୍ରେନ୍ ସେ ଯୋଉ ଶସ୍ୟ ଅମଳ କରୁଥିଲେ, ସେମାନେ କିଛି ଅଂଶ ଆକ୍ଚୁଆଲି ଦଉଥିଲେ ଟ୍ୟାକ୍ସ ଆକାରରେ। The king's guards and attendants have salaries, ଏଇସବୁ ବିଷୟରେ କୁହାଯାଇଛି।
जो राजांकर जो माने गार्ड जो गार्ड्स माने कौन एक्चुअली जो सिक्योरिटी राजांकर जो अटेंडेंट्स माने जो सहकर्मी दरमा थिला द सिटीज आर द ग्रेटेस्ट इन द मिडिल किंगडम समझ कि नहीं किंगडम मध्य भाग में जो सिटीज गुड़ा थिला सहर होला बहुत बड़ बड़ थिला मोस्टली गंगेटिंग प्लेन रीजन एंड द इनहाबिटेंट्स आर रिच से समय जो इनहाबिटेंट्स थे माने कौन गुप्त पीरियड जो लोक रोते से बहुत धनी थे प्रस्परस माने माने अति पावरफुल थे रिच थे दे प्रैक्टिस काइंडनेस एंड राइटियसनेस समझ कि नहीं काइंडनेस माने से माने बहुत दयावान थे एवं राइटियसनेस थे राइटियसनेस माने कौन कहले पिले माने ठीक कथा कहबे अन्याय न करिया माने न्यायवान लोक राइटियसनेस जो माने दयालु थे और न्यायवान लोक थे समझ नहीं एक कथा कार थ्रू में आसी जो फैक्शन को रेकॉर्ड ट्रैवल रेकॉर्ड रो ठीक है आगो अनेक कथा कहै छी द सिटी हैज मेनी वेल्दी वैश्य एल्डर्स है कि नहीं वैश्य माने एक्चुअली कौन बिजनेस जो माने करंती समाज को चारटा भाग कराई नहीं कुछ फॉरेन मर्चेंट्स भी आसंती विथ ब्यूटीफुल होम्स एंड द लैंड्स आर केप्ट इन गुड ऑर्डर है कि नहीं होची कथा पिले पिले एतिकी थिबो जदि किसी डाउट अच्छी 40 मिनट पढ़ले चलिबा आ जदि किसी डाउट थे मैथ फेथ पचार चल चल एतिकी थाओ